गुड इवनिंग टू ऑल। मो वॉइस आपण मन को आसुची? ये सर नो कोन तो। नमस्कार। नमस्कार नमस्कार। ताले कोन तो ये 2 दिन भितर आपण मान सब कोन कोन सब रिसर्च कले? नमस्ते गुरु। नमस्कार नमस्कार। सर आपण ड्यूटी जॉइन कले ना करनंती? ସାର୍ ନାଇଁ ସାର୍ ନମସ୍କାର ଆଜି ସାର୍। ଦିଟା ବେଳେ ସରିଲା ପାଖରେ ଅଛି ରୁମରେ। ଆଉ ଆପଣ नुआ आसी जॉइन करियले? ଆଜ୍ଞା କଲେଣି 2 ଦିନ ହେଲାଣି ଆଉ। आपण को ड्यूटी सेम जगह ना ड्यूटी चेंज करछन? ନାଇଁ ସେଇଠି ତ ଅଛନ୍ତି, ଏବେ ତ ସେ ଆସିଲେ ନା ନୂଆ। हां ଆଉ ସେ କାହାକୁ କିଛି ବର୍ତ୍ତମାନ ଚେଞ୍ଜ ଚାଞ୍ଜ କିଛି କରିନାହାନ୍ତି। ସମସ୍ତେ ଯାଇକି ଦେଖା ହେଇଛନ୍ତି, ସେ କହିଲେ, ଆଚ୍ଛା ଠିକ ଅଛି ଦେଖିବା କଣ ହଉଛି ଆଗେ। ସେ ପ୍ରଥମେ ଜିଲ୍ଲାଟାକୁ ବୁଝିବେ ନା କଣ ओके କଣ सिस्टम ସବୁ ଅଛି, ସିଷ୍ଟମ ବୁଝିଲା ପରେ ଯାଇକି ଯୋଉଠି ଯାହା ଚିନ୍ତା କରିବେ ସେଟା କରିବେ। ओके। ठीक अछि। आउ कार कोन कुछ कहबार अछि कोन तो? सुरेंद्र सर कोन कहबे? मो वॉइस सुबुनी? मो वॉइस सुबुची ना? ये सर नो कोन तो। सरोज सर ଆଜ୍ଞା ସାର୍ ଶୁଣା ଯାଉଛି। सुरेंद्र सर ताले आपण साइड कोन प्रॉब्लम थे? ऑडियो प्रॉब्लम? ହଁ ସାର୍ ଆସିଲା ଆସିଲା ବୋଧେ ମୋର କଣ ପ୍ରୋବ୍ଲେମ ଥିଲା। ओके कोन कहबार अछि कोन? ସେ ପୁରା ଏପଟ ମାନେ ଫ୍ଲକ୍ଚୁଏସନ ହଉଥିଲା ପରା। ମାନେ ଆପଣ ଯୋଡେ ଫ୍ଲକ୍ଚୁଏସन होतले ना, ଆଉ कोन फ्लक्चुएसन होतले? ନା ନା ମାର୍କେଟ କଥା କହୁଛି ସାର୍। ଆଜିର ମାର୍କେଟ ଫ୍ଲକ୍ଚୁଏସନ ହଉଥିଲା? ହଁ ସେ ଏପଟ ସେପଟ ହଉଥିଲା ପୁରା, ପୁରା ଖସିକି ଆସିଲା ପୁଣି ଉପରକୁ ଉଠିଲା ପୁରା। ନାଇଁ ମୁଁ କହିଛି ଏବେ ବର୍ତ୍ତମାନ ଟେନସନ କଣ ଚାଲିଛି? କାଲି ଠାରୁ ଲାଗୁ ହେଇଛି କଣ? ହଁ ସେ ତାରିଫ ଏଟା। କାଲି ଠାରୁ ଲାଗୁ ହେଇଛି ଟାରିଫ ଲାଗୁ ହେଇଛି। ହଁ ଯେହେତୁ ଟାରିଫ ଲାଗୁ ହେଇଛି ତାହେଲେ କଣ ହବ? ମାର୍କେଟରେ ପୁରା ନେଗେଟିଭ ରେ ଅଛି। କୋଉଥିରେ ଅଛି? ହୁଁ ମାର୍କେଟ ପୁରା ନେଗେଟିଭ ରେ ଅଛି। ତେଣୁ ମାର୍କେଟ କଣ ହେଲା? ଗ୍ୟାପ ଡାଉନ ଖୋଲିଲା, ତଳକୁ ଗଲା। ତଳକୁ ଗଲା ମିନ୍ସ ସେ ତ ସପୋର୍ଟ ନବ ନା। ହୁଁ ତ ତଳକୁ ଗଲେ ସପୋର୍ଟ ନେଇ ଉପରକୁ ଯିବ। ଉପରକୁ ଗଲେ କଣ? ସେ ସମ୍ପୂର୍ଣ୍ଣ ଉପରକୁ ଯିବନି, ତ ତଳକୁ ଆସିବ। ତେଣୁ ସେ ଜାଗାରେ ଆପଣ କଣ କରିବାର ଅଛି? ଆମେ ପଢିବା ଆଗକୁ ସପୋର୍ଟ ରେଜିଷ୍ଟନ୍ସ ପଢିବା। ମାର୍କେଟ ନେଗେଟିଭ ଅଛି ମିନ୍ସ ସିଏ ତଳକୁ ଯିବା କଥା ଯିବ। ତଳକୁ ଯିବା କଥା ଯିବ, ସେ ଉପରକୁ ଯିବନି, ସେ ତଳକୁ ଯିବ। ତ ଜିନିଷ ହେଲା ଆପଣଙ୍କୁ ଦେଖିବାର ଅଛି କଣ୍ଟିନ୍ୟୁସ ତଳକୁ ଯିବନି, ସେ କଣ ଉପରକୁ ଆସିବ। ଦେଖନ୍ତୁ ଏଇଠି ମୋ ଲାଇନ ଟାଣିଛି, ଏଇଠି ତଳକୁ ଏକ୍ଜାକ୍ଟଲି ଆସିକିରି ଏଇ ଜାଗାରେ ସେ ଉପରକୁ ଗଲା। ଉପରକୁ ଗଲା ପରେ ତଳକୁ ଆସିଲା, ଏଗେନ ପୁଣି ସପୋର୍ଟ ହେଲା, ପୁଣି ତଳକୁ ଭାଙ୍ଗି ତଳକୁ ଗଲା। ତ ଆପଣ କଣ କରିବା ଅଛି? ନା ସପୋର୍ଟ ଆଣି ରେଜିଷ୍ଟାନ୍ସ ଦେଖିବା ପାଇଁ ପଡିବ। ମାର୍କେଟ ସେଣ୍ଟିମେଣ୍ଟ ନେଗେଟିଭ ଅଛି, ପୁରା ରକେଟ ବେଳେ ତଳକୁ ପଳେଇବନି। ମାର୍କେଟ କେବେ ହେଲେ ଏମିତି ତଳୁ 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 ଏମିତି ଯିବନି। ଆସ୍ତେ ଆସ୍ତେ ଯିବ, ତଳକୁ ଆସିବ, ଉପରକୁ ଯିବ, ଫେର ତଳକୁ ଯିବ, ଏମିତି ଉପରକୁ ଯିବ, ଫେର ତଳକୁ ଆସିବ, ଉପରକୁ ଯିବ, ଏମିତି ରିଟ୍ରେସ ହେଇକି ଉପରକୁ ଉପରକୁ ଯିବ। ଯେତେବେଳେ ପୁରା ନେଗେଟିଭ ରହିବ ମାର୍କେଟ, ଯେତେ ପୁରା ନେଗେଟିଭ ନାହିଁ ନା, ମାର୍କେଟ ନେଗେଟିଭ ଆସର ଚାଲିଛି ବର୍ତ୍ତମାନ ଟାରିଫ ପାଇଁ। ମାର୍କେଟ ତ ପୁରା ନେଗେଟିଭ ନୁହଁ ନା। ମାନେ ଏମିତି ଗୋଟେ କିଛି ଜିନିଷ ହବ ଯେମିତି ଆପଣଙ୍କର ବାଦଲ ଫଟା ବର୍ଷା ହଉଛି, ତ ତାକୁ ରୋକି ପାରିବେନି କେହି। ସିଏ ଯୁଆଡେ ଚାହିଁବ ପୁରା ଘର ଦ୍ୱାର ପାହାଡ ସବୁ ଧସିକି ନେଇ ପଳେଇବ। ତ ସେଭଳିଆ ଜିନିଷ ହେଲେ ଅଲଗା ଜିନିଷ, କିନ୍ତୁ ଇଏ ତ ସେଭଳିଆ ଜିନିଷ ନା। ମାର୍କେଟ ସେଣ୍ଟିମେଣ୍ଟ ନେଗେଟିଭ ରହିଲା ତ ସେଥିପାଇଁ ସେ ତଳକୁ ଯିବ। ତଳକୁ ଏକାଥରେ ଯିବନି, ତଳ ଉପରେ ତଳ ଉପରେ ହେଇକରି ସେ ଯିବ। ତେଣୁ ଯେତେବେଳେ ମାର୍କେଟ ଫୁଲ ନେଗେଟିଭ ରହିବ, କୌଣସି ଗୋଟେ ବିପଦ ମାଡି ଆସୁଛି, ମାର୍କେଟ ପ୍ରତି ସୋସାଇଟି ପ୍ରତି କିଛି ଗୋଟେ ବିପଦ ମାଡି ଆସୁଛି, ତାହେଲେ ସେଥିରେ କଣ ମାର୍କେଟ ନେଗେଟିଭ ହେଇଯିବ, ପୁରା ତଳକୁ ଖସିଯିବ। ସେମିତି ହବ। ଅଦରୱାଇଜ ନହେଲେ କଣ, ମାର୍କେଟ ସେଣ୍ଟିମେଣ୍ଟ ରହିଲେ କଣ,
ଅଲ୍ଟିମେଟଲି ମାର୍କେଟ ତଳକୁ ଯିବ, କିନ୍ତୁ ତଳ ଉପରେ ହେଇକିରି ଯିବ। ଆଉ କାହାର କିଛି କହିବାର ଅଛି? ସାର୍ Yes or no? ମାର୍କେଟ ଟା ନେଗେଟିଭ ଥିଲା, ହଁ। କିନ୍ତୁ ସାର୍ ସେ ଡିକ୍ସନ ଟା ନେଗେଟିଭ ଖୋଲିଲା ପୁଣି ପଜିଟିଭ ହେଇକି ପଳେଇଲା ଉପରକୁ। ଟିକେ ଡିକ୍ସନ ଟା ସାର୍ ଦେଖୁନାହାନ୍ତି। ଯୋଉ ସେକ୍ଟର ୱାଇଜ ହେଲା, ସପୋଜ ଆପଣ ଗୋଟେ ସେକ୍ଟର ୱାଇଜ ଦେଖିଲେ ମାର୍କେଟ ନେଗେଟିଭ ପାଇଁ ସିନା ସେ ଇଏ ହେଇଗଲା, କିନ୍ତୁ ତାର ଯଦି ପଜିଟିଭ ଥିବ ସେତେବେଳକୁ କାହିଁକି ଯିବ, ଉପରକୁ ପଳେଇବ। ନାଇଁ ସବୁଥିରେ ସାର୍ କିଛି ଦିନ ହେଲା ମୁଁ ଦେଖୁଛି ସେ ନେଗେଟିଭ ଖୋଲୁଛି ପୁଣି ଆଉ ଥରେ ରିକଭର କରି ପଳଉଛି। ଡିକ୍ସନ ର କାମ ହେଲା ସେଇଆ, ସେ କାହିଁକି ନା ତଳ ଉପର ମୁଭ୍ ହବ, କିନ୍ତୁ ଆପଣ ଯଦି ତାକୁ ଧରି ପାରିଲେ, ମାନେ କୋଉ ଜାଗାରେ ସେ ସପୋର୍ଟ ନବ, ଯଦି ସେଇଟା ଆପଣ ତ ଧରି ପାରୁଛନ୍ତି, ତାହେଲେ ତଳକୁ ଗଲା ସେଲିଂ କଲେ ପ୍ରଫିଟ ପାଇଲେ, ଉପରକୁ ଗଲା ପରେ ଆପଣ ଇଏ ଜାଗାରେ ପ୍ରଫିଟ ପାଇବେ। ଏ ଜାଗାରେ ସବୁଠି ଡିକ୍ସନ ପାଇଁ ହେଲା ଯେ ଆପଣ ଲଗେଇ ଦଉଛନ୍ତି ଇଣ୍ଡିକେଟର, ଲଗେଇ ଦଉଛନ୍ତି କଣ ସେ ଭି ଭିଆପ ଲଗେଇ ଦଉଛନ୍ତି ଆମର। ଭିଆପ ଲଗେଇଦେବେ, ଭିଆ ବେଶୀ ଯଦି କରିବେ ଜବରଦସ୍ତ ପ୍ରଫିଟ ହେଇଯାଏ ପାଇବେ। ସବୁବେଳେ ଆପଣ ଦେଖନ୍ତୁ, କେବଳ ଭିଆପ ଉପରେ ଷ୍ଟଡି କରନ୍ତୁ, ଦେଖିବେ ତଳୁ ଲେବୁଲ ବି ଧରି ପାରିବେ। ଦେଖନ୍ତୁ ତଳୁ ସପୋର୍ଟ ଆସିଲା, ପୁରା ତଳୁ ଦେଲେନି, ଯେତେବେଳେ ଭିଆ ଉପରେ କ୍ଲୋଜ ହେଲା ଆପଣ ସେଇ ଜାଗାରେ ଧରିଲେ। ଆପଣ ଦେଖନ୍ତୁ ଯୋଉଠି ଭିଆପ ଯାଇଛି ଏକାଥରେ ତ ଯିବନି, ଟିକେ ତଳକୁ ଆସିଲା ପୁଣି ନେକ୍ସଟ କ୍ୟାଣ୍ଡେଲ ଏଇଟା ଆର ହାଇରେ ଆପଣ ଏଣ୍ଟ୍ରି କରିବେ, ହାଇରେ ଟିକେ ବଫର ଦେଇ ଏଣ୍ଟ୍ରି କରିବେ, ତ ସେଇଠୁ ପୁରା ରକେଟ ଭଳିଆ ଉପରକୁ ଯାଇଛି। ଏଇ ଜାଗାରେ ବଡ ପ୍ରଫିଟ ଆପଣ ପାଇପାରିବେ। ତାପରେ ଗଲା ଭିଆପ ତଳକୁ ଆସିଲା, ତଳେ କ୍ଲୋଜ କଲା, ଆର ଲୋରେ ଆପଣ ଏଣ୍ଟ୍ରି କଲେ, ଏଠି ମଧ୍ୟ ଛୋଟିଆ ପ୍ରଫିଟ ସେ ଦେଇଛି। ସାର୍ ଏମିତି ସାର୍ କାଇଁ ଅପସନରେ ଆଜି ନଉନଥିଲା କି ସାର୍ କୌଣସି ଷ୍ଟକ୍ ନା ନୂଆ ଚେଞ୍ଜ ନିୟମ ଅନୁସାରେ ସେ ଆଉ ନଉନି? କୋଉଥିରେ ଅପସନ ନଉନି କହିଲେ? ସାର୍ ଏଇ ଡିକ୍ସନ ହଉ କି ଯେକୌଣସି ମାରୁତିର ବେଜି ସେମିତି ଲେଖୁଥିଲା ଯେ ସାର୍ ସେଟା କଣ ଲେଖିଥିଲା ଯେ ସେ ଅପସନରେ ଆଉ ନେଉନି ବୋଲି। ନବନି କାହିଁକି? ନାଇଁ ସାର୍ ସେଇଟା ନବନି, ଏଇ ମାସର କଣ୍ଟ୍ରାକ୍ଟ ଟା ଆଉ ନବନି। ଏଇଟା 28 ତାରିଖ ଅଛି ନା, କଣ୍ଟ୍ରାକ୍ଟ ଆଜି ଲାଷ୍ଟ ଡେଟ୍ ଥିଲା, ତେଣୁ ସେ ନେଇନଥିବ ସେଥିପାଇଁ। ସେ ଆପଣ ନେକ୍ସଟ ଏକ୍ସପାୟରୀ ଟାକୁ ନବ। ନେକ୍ସଟ ଏକ୍ସପାୟରୀ କି ନେବେ। ନେକ୍ସଟ ଏକ୍ସପାୟରୀ ସାର୍ ଏଇଟା ପ୍ରୋବ୍ଲେମ ହଉଛି କି ପ୍ରାଇସ ଟା ଫ୍ଲକ୍ଚୁଏଟ କରୁଛି। ଏଇ ଯେମିତି ବଢି ବଢି 240, 250, 251, 52 ହଉଛି, ସେମିତି ହଉନି। ଅପସନ ଯଦି କରିଦେବେ 250 ଏକାଥରେ କରିଦେବେ, 260 ନହେଲେ 250 ରୁ ଖସି ଆସୁଛି 240 କି, ଏମିତି ଜମ୍ପ କରି ଯାଉଛି ନେକ୍ସଟ ଏକ୍ସପାୟରୀ ଟା। ସେଇଟା ହେଲା ଯୋଉ ଷ୍ଟ୍ରାଇକ ପ୍ରାଇସ୍ ଉପରେ, ଯୋଉ ଷ୍ଟ୍ରାଇକ ପ୍ରାଇସ୍ ଉପରେ ଯେତେ ଭଲ୍ୟୁମ ଥିବ, ସେଇ ଭଲ୍ୟୁମ ଅନୁଯାୟୀ ଏପଟ ସେପଟ ହବ। ଭଲ୍ୟୁମ ନେଇକି ଯୋଉ ଷ୍ଟ୍ରାଇକ ପ୍ରାଇସ୍ ଯେତେ ଅଛନ୍ତି ଅପସନ ରାଇଟର ଅଛନ୍ତି, ସେ ଭଲ୍ୟୁମ ନେଇକି ଏପଟ ସେପଟ ହବ ଟିକେ। ଆଉ କାହାର କିଛି question? ନାଇଁ, ଠିକ ଅଛି। ତାହେଲେ ପାଠକୁ ଯିବା ପରେ ଆଉ କିଛି ଜିନିଷ ଡିସ୍କସନ କରିନେବା। କୁହନ୍ତୁ, ଆପଣ ମାନଙ୍କ ଡେଟ୍ ଅଫ ବାର୍ଥ କୁହନ୍ତୁ। ସୁରେନ୍ଦ୍ର ସାର୍, ଆପଣ ଡେଟ୍ ଅଫ ବାର୍ଥ କୁହନ୍ତୁ। 1988 ସାର୍। ଡେଟ୍ ଅଫ ବାର୍ଥ ଡିଟେଲ୍ସ କହିବେ ନା। 12/4/1988। ଅରିଜିନାଲ ତ ନା ସାର୍ଟିଫିକେଟ? ଏଟା ଅରିଜିନାଲ। 12/4/1988।
ओरिजिनल सर ମୁଁ ଆଉ ଜାଣିଛି ନା ମୁଁ ଜାତକ ଦେଖିଛି ନା ମୁଁ ଏଇଟା ସାର୍ ସାର୍ଟିଫିକେଟ ଏଟା କହୁଛି ଆଉ। ସାର୍ଟିଫିକେଟ କାମରେ କିଛି ଆସିବନି, ଆପଣଙ୍କ ଅରିଜିନାଲ ଯୋଉଟା ଜାଣିଥିବେ ନା, ଜନ୍ମଦିନ ଆପଣ ପାଳନ ହଉଛି ନା ଡେଟ୍ ନେଇ। ମୁଁ ମୋର ଯାର ଜନ୍ମଦିନ କିଛି ପାଳନ ହୁଏନି ମୁଁ ବି ପାଳେନି। ନା ଅରିଜିନାଲ ରହିଥିବା ଆପଣ ଏଇଟା ବାର୍ଥ ସାର୍ଟିଫିକେଟ ଅଛି କି? ନା ବାର୍ଥ ସାର୍ଟିଫିକେଟ ସାର୍ କୋଉଠୁ ଆସିବ? ସେତେବେଳେ ଆଉ ସାର୍ ବାର୍ଥ ସାର୍ଟିଫିକେଟ ଖୋଲିଥିଲା ଯେ ଏବେ ସିନା ବାର୍ଥ। ବାର୍ଥ ସାର୍ଟିଫିକେଟ 1985 ଫାର୍ଷ୍ଟ ଚାଲିଛି। ହଉ ଠିକ ନା ଅଛି। ସାର୍ 85 ପରେ ନୁହଁ, ବୋଧେ 89 କି 90 ପରେ ଚାଲିଛି ସାର୍, ମୁଁ ସଠିକ ଜାଣିନି, ମୁଁ ଭାବୁଛି ସାର୍। ଠିକ ଅଛି ତାହେଲେ କହିଲେ 12/4/1988 ହୁଁ। ଏଇଆ ତ। ହୁଁ। ସାର୍ ଆପଣଙ୍କର 7/5/1985। ସୁରେନ୍ଦ୍ର ସାରଙ୍କର ସାର୍ ଆଉ ଥରେ କୁହନ୍ତୁ। 7/5/1985। 7/5/1950। ପ୍ରିୟ ସାର୍ ଆପଣଙ୍କର ପ୍ରିୟ 17/9/87। ଆଉ ଥରେ କୁହନ୍ତୁ। 17/09/1987। 09 1987 87। 1987। ତାହେଲେ ଆପଣ କାମ କରନ୍ତୁ, ପେନ୍ ପେପର ଲେଖି ରଖନ୍ତୁ, ପେନ୍ ଆଣ୍ଡ ପେପର ଲେଖି ରଖନ୍ତୁ, ଯୋଉଟା କହୁଛନ୍ତି ମୁଁ ଯୋଉଟା ଯାହା କହିବି ଆପଣ ଲେଖି ରଖନ୍ତୁ। ତ ଗୋଟେ ଡେଟ୍ ଅଫ ବାର୍ଥରେ ମୁଁ ଯାଉଛି, ଆପଣ ସେ ଅନୁଯାୟୀ କରନ୍ତୁ। ସୁରେନ୍ଦ୍ର ସାରଙ୍କ ଆପଣ ଦେଖିବେ, ସୁରେନ୍ଦ୍ର ସାରଙ୍କ ହେଲା ପ୍ରଥମ ଡେଟ୍ ହେଲା କେତେ 12, ଡେଟ୍ ହେଲା କେତେ 12 means that is equal to 1 plus 2 is equal to 3. This is your root number, तो कहନ୍ତି root number। ଲେଖି ରଖନ୍ତୁ ଖାତାରେ ଭାଇ, ଯାହା କହୁଛି ଲେଖି ରଖନ୍ତୁ, ପରମର୍ଦ୍ଦ ଭୁଲିଯିବେ, ଲେଖି ରଖନ୍ତୁ। रूट नंबर केମିତି ବାହାର କରାଯାଏ ଡେଟ୍ ଅଫ ବାର୍ଥ ରୁ, ସେଟା ଲେଖନ୍ତୁ। रूट नंबर ହେଲା 1 plus 2 is equal to 3। रूट नंबर ଆକୁ ମୂଳାଙ୍କ ମଧ୍ୟ କହନ୍ତି। और नेक्स्ट ହେଲା टोटल डेट ऑफ बर्थ का अपन ऐड कर देबे 1 plus 2 plus 4 plus 1 plus 9 plus 8 plus 8 केते ହେଲା ऐड कर कहंतु। 1 plus 2 3 plus 4 7 8 17 25 33, that is 3 plus 3 is equal to 6। ये तो ठीक एडिशन करछि तो एडिशन न करते, एडिशन ठीक अछि तो। ये वाला सुरेंद्र शंकर शरद शंकर शरद शंकर डेट ऑफ बर्थ है मूलांक तांकर है केते 7 अच्छी डेट 7 तेलंकर मूलांक है केते 7 आ कुछ ऐड करिया पने 7 भाग्यांक बाहर करिया हेले भाग्यांक है आपनकर 7 plus 5 plus 1 plus 9 plus 8 plus 5। 7 5 12 के 13 9 22 22 30 35, that is called 3 plus 5 is equal to 8। okay, प्रिय सर करा ये 17 that is अपन ऐड करे 1 plus 7 is equal to 8। टोटल यदि ऐड करे अपन केते आसला 1 plus 7 plus 9 plus 1 plus 9 plus 4 2 8 ଆସିଛି, plus 4 2। 7 के 8 9 17 18 27 36 42 35 ଆସିଛି। 42 4 plus 2 is equal to 6। तो पचार कहीं ऐसा जिनस आप कौन करा पड़ो मार्केट रे, ଆପଣ କାହା ଉପରେ କଣ କେମିତି କରିବେ, ତ ସେଟା ମୁଁ ଆପଣଙ୍କୁ କହୁଛି ସଜେଷ୍ଟ କରୁଛି। ତ ସେଇ ଅନୁଯାୟୀ ଆପଣ ମାର୍କେଟରେ କାମ କଲେ ତାହେଲେ ଆପଣଙ୍କ ସକ୍ସେସ୍ ରହିବ। ଓକେ, ତାହେଲେ ଦେଖନ୍ତୁ ମାର୍କେଟରେ ଯାହାର ରୁଟ୍ ନମ୍ବର 1 3 5 7 9 1 3 5 7 9 ଆଙ୍କ ପାଇଁ କଣ ହୁଏ ନା ସେୟାର ମାର୍କେଟ
ଭଲ ବେନିଫିଟ ଦିଏ। ରୁଟ୍ ଯୋଉ ଡେଟ୍ ରେ ଆପଣ ଜନ୍ମ ହେଇଥିବେ 1357 9, ତ ଏମାନଙ୍କ ପାଇଁ ମାର୍କେଟ ବହୁତ ବେଟର ରହେ। ଆଉ ଯୋଉମାନଙ୍କର ଏହା ବ୍ୟତୀତ ଯୋଉ ରହିଲା, ଯଦି ଆପଣଙ୍କର 4 ଆଉ 7 ରହୁଛି, କଣ ରହୁଛି 4 and 7, 4 and 7, 4 and 7 ରହିଲେ ତ କଣ କରିବେ, 4 and 7, 4 and 7 ଯଦି ରହୁଛି ତାହେଲେ ଆପଣ ଫ୍ୟୁଚର ଆଣ୍ଡ ଅପସନ ରେ ଟ୍ରେଡିଂ ଟା ଅଧିକା କରିବେ ନାହିଁ। ଫ୍ୟୁଚର ଆଣ୍ଡ ଅପସନ ରେ ଅଧିକା ଟ୍ରେଡିଂ କରିବେନି, କିନ୍ତୁ ଆପଣ ପାଇଁ ବେଟର ହଉଛି ଏଇଠି କଣ ଫରେନ୍ ଯୋଗ ପଇସା ସବୁ ଅଛି, ତେଣୁ ଆ ଦେହରେ ଆପଣ କ୍ରିପ୍ଟୋ ଅର୍ ବିଟକଏନ୍ ଏସବୁ ଜିନିଷରେ ଆପଣ କରିପାରିବେ। ଏଫଏନ୍ ସେକ୍ଟର ପାଇଁ ଟିକେ ଖତରା ରୁହେ ଫ୍ୟୁଚର ଆଣ୍ଡ ଅପସନ। ଆପଣ ଯଦି ଇନଭେଷ୍ଟମେଣ୍ଟ କରିବେ, ଇନଭେଷ୍ଟମେଣ୍ଟରେ ଭଲ ପ୍ରଫିଟ ପାଇପାରିବେ ଆଜି। 4 and 7 ଫ୍ୟୁଚର ଆଣ୍ଡ ଅପସନ ପାଇଁ ଟିକେ ଖତରା ରୁହେ, କିନ୍ତୁ ଇନଭେଷ୍ଟମେଣ୍ଟ କଲେ ଇନଭେଷ୍ଟମେଣ୍ଟରେ ଆପଣ ବେଟର ପାଇପାରିବେ। ଆଉ କ୍ରିପ୍ଟୋରେ ଯଦି କରୁଛନ୍ତି ତ ସେ ଜାଗାରେ ବେଟର ରହିପାରିବେ। କ୍ରିପ୍ଟୋରେ ଯଦି କରୁଛନ୍ତି ଆଉ ଫରେକ୍ସ ଯଦି କରୁଛନ୍ତି, ଯଦି କରିବେ ପ୍ରପର ଲର୍ଣ୍ଣିଂ କରିବେ, ତାହେଲେ ଭଲ ପଇସା ଦେବେ ଆପଣ ପାଇପାରିବେ। ଆଉ ଯେଉଁମାନଙ୍କୁ 13579 ରହୁଛି, ଏମାନେ ଯଦି ପ୍ରପର ଲର୍ଣ୍ଣିଂ କରିବେ, ପ୍ରପର ଲର୍ଣ୍ଣିଂ କରିବେ, ତାହେଲେ ସବୁ ସେକ୍ଟରରେ ସଫଳତା ପାଇପାରିବେ। ସବୁ ସେକ୍ଟର ସଫଳତା ପାଇପାରିବେ। ଆଉ ଯୋଉମାନଙ୍କର ରହିଲେ, ଆଉ ଯୋଉ ନମ୍ବର ରହିଲା, ଆଉ କୋଉ ନମ୍ବର ରହିଲା ଆପଣ ତ କୋଉ ନମ୍ବର ମିସିଂ ରହିଲା, 8 2 ରହିଲା, ରହିଲା ସାର୍, 6 ରହିଲା, 2 ରହିଲା, 8 ରହିଲା, 6 ରହିଲା, 6। ହଁ 6 ରହିଲା, 2 6 8 ରହିଲା। ତ ଦେଖନ୍ତୁ ମୁଁ କହିଦଉଛି କୋଉ କୋଉ ନମ୍ବରରେ କିଏ ହଉଛନ୍ତି ଦେବତା, ତାଙ୍କର ରେଜଲ୍ଟ ସବୁ କଣ ହୁଏ। ସାର୍ ଏଇ ହଁ, ଯୋଉ ନମ୍ବର ମାନେ ସାର୍ କଣ, ଏଟା କୋଉ ନମ୍ବର ଟା ମାନେ ମନ୍ଥ ନା କଣ କିଛି? ଆପଣଙ୍କ ଯୋଉ ତାରିଖରେ ଜନ୍ମ ହେଇଛନ୍ତି, ଯୋଉ ତାରିଖରେ ଜନ୍ମ ହେଇଛନ୍ତି, ଯୋଉ ଡେଟରେ ଜନ୍ମ ହେଇଛନ୍ତି, ଡେଟ ନେଲେ ନା ଆପଣ ହେଲା 17 ତାରିଖ, ହୁଁ ଯାହାର 17 ତାରିଖ ହେଲେ 1 + 7 8, ତ ହୁଁ ସେଇଟା ହେଲା 8 ହେଲା। ସର ସାଙ୍ଗରେ 7 ତାରିଖରେ ଜନ୍ମ ହେଇଛନ୍ତି, ତେଣୁ ତାଙ୍କର ଆସିଲା 7। ଆଉ ସୁରେନ୍ଦ୍ର ସାର୍ ଜନ୍ମ ହେଇଛନ୍ତି କେତେ 12 ତାରିଖରେ, ତ 1 + 2 ହେଲା କେତେ 3। ତାକୁ ଗୋଟେ ନମ୍ବର ବିଜାଙ୍କରେ ଏକ୍ସପ୍ରେସ କରାଯାଏ, ବିଜାଙ୍କରେ ଏକ୍ସପ୍ରେସ ଜି କଲେ ସେଟା କିନ୍ତୁ ରୁଟ ନମ୍ବର ଜି କହନ୍ତି। ଜି ସାର୍ 29 ରେ ଜନ୍ମ ହେଇଥିବ। 29 ହେଲେ 2 + 9 ହଁ 11, that is 1 + 1 is equal to 2, ହୁଁ 1 ହୁଁ digit ରେ ଏକ୍ସପ୍ରେସ କରାଯାଏ। ହୁଁ ହୁଁ। ଆପଣ ତାକୁ ଆଡ କରିଦେବେ, ଆଡ କରି 1 digit ରେ ବୁଝିଲି ଏକ୍ସପ୍ରେସ ବୁଝିଲି କରିବେ। ବୁଝିଲି ସାର୍, ବୁଝିଲି ସାର୍। ତ ହଁ ହଁ। 1 ନମ୍ବର ହେଲା, 1 ନମ୍ବର ନମ୍ବର 1 ଲର୍ଡ ହେଲେ ସୂର୍ଯ୍ୟ। ତେଣୁ ଯୋଉ ମାନଙ୍କର ସୂର୍ଯ୍ୟ ରହିଲା, ଇଏ ସବୁ ଜାଗାରେ ଲିଡର ରହିବ। ମନେ ରଖନ୍ତୁ ପଏଣ୍ଟ ସବୁ, ଭିଡିଓ ଟାକୁ ଆଉ ଥରେ ବାରମ୍ବାର ଦେଖିବେ, ପଏଣ୍ଟ ମନେ ରଖିବେ, ନିଜ ଲାଇଫ ମଧ୍ୟ କାମରେ ଆସିବେ ଏ ସବୁ ଜିନିଷ। ଇଏ ହେଲା ଆମର ନ୍ୟୁମରୋଲୋଜି। ଆପଣ ଡେଟ୍ ଅଫ ବାର୍ଥ ନେଇକରି ଆପଣଙ୍କ ଲାଇଫରେ କଣ କଣ କରିବା ଦରକାର, କଣ କଣ କରିବା ଉଚିତ ନୁହେଁ, ସେଇଟା ମୁଁ ଆପଣ ମାର୍କେଟ ରିଲେଟେଡ ଯୋଉ ଜିନିଷ ରହିଲା ଖାଲି ଟିକେ ଟିକେ ହିଣ୍ଟସ ଦଉଛି, ଆଉ କଣ କଣ କରିବାକୁ ପଡେ ଆଗାମୀ ଆଉ କିଛି ଜିନିଷ କହିବି। ମାର୍କେଟ ରିଲେଟେଡ ଜିନିଷ ଆପଣଙ୍କୁ କହୁଛି। ନମ୍ବର 1 ଯାହାର ରହିଲା, ଡେଟ୍ ଅଫ ବାର୍ଥ ଯାହାର 1 ରହିଲା, ତାର ରୁଲିଂ ପ୍ଲାନେଟ ହେଉଛି ସୂର୍ଯ୍ୟ। ସୂର୍ଯ୍ୟ ହଉଛନ୍ତି ରାଜା। ତେଣୁ ଇଏ ଯେତେବେଳେ ଯୋଉ ଜାଗାରେ ଇଏ କାମ ସବୁ କରିବେ, ଇଏ ସବୁବେଳେ ରାଜା ହେବା ପାଇଁ ଚାହିଁବେ। ଆଉ ଯୋଉମାନଙ୍କର ୱାନ ଥାଏ ସିଏ ସବୁବେଳେ ରାଜା ହେଇକି ରୁହନ୍ତି। ଆଉ ସେୟାର ମାର୍କେଟ ଯିଏ ସବୁ ୱାନ ଯାହାର ଅଛି, ଯିଏ ସବୁ କାମ କରିବେ ମିନ୍ସ ସିଏ ସବୁବେଳେ କଣ ହେବେ, ମାନେ ସକ୍ସେସ ତାଙ୍କର ଅଧିକା ରହିବ ଦାନ ଅଦର ନମ୍ବର। ଅଦର ନମ୍ବର ଅପେକ୍ଷା ଯାହାର 1 ରହିବ ମିନ୍ସ ଯୋଉ ଜାଗାରେ କାମ କରିବେ, ସେ ଲିଡରସିପ କାମ କରିବେ, ସେଥିରେ ସକ୍ସେସ ତାଙ୍କର ଅଧିକା। ଯଦି ପ୍ରପର ଡିସିପ୍ଲିନ କରୁଛନ୍ତି, କାରଣ ବେଳେବେଳେ ରାଜା କଣ ରାଗି ଯାଆନ୍ତି। କ୍ରୋଧ ବଶତଃ ଯଦି ଯାହା କିଛି କରନ୍ତି, ତାହେଲେ ସେ ଜାଗାରେ ଭୁଲ କରିଦିଅନ୍ତି। କିନ୍ତୁ ରାଜା ଯଦି ଶାନ୍ତ ଶିଷ୍ଟ ହେଇକରି କାମ କଲେ, ଶାନ୍ତ ଶିଷ୍ଟ ହେଇକି ଯଦି କାମ କରୁଛନ୍ତି, ତାହେଲେ ପରଫେକ୍ଟ ରେଜଲ୍ଟ ବାହାରିବ। ତେଣୁ ଯୋଉମାନଙ୍କର ରୁଟ ନମ୍ବର 1 ଥାଏ, ଯୋଉମାନଙ୍କର ରୁଟ ନମ୍ବର 1 ରହିଲା, ତାହେଲେ ସେମାନେ ଯଦି ପ୍ରପର ଡିସିପ୍ଲିନ ଆକାରରେ ଯଦି କାମ କରିବେ, ତାହେଲେ ସେ ଜାଗାରେ 100% ସକ୍ସେସ ସେମାନେ ପାଇବେ, ଭଲ ସକ୍ସେସ ପାଇବେ। କିନ୍ତୁ ଗୋଟେ ଜିନିଷ ହେଲା, ସେ ଡିସିପ୍ଲିନ ଫଲୋ କରିବା ଦରକାର। କାହିଁକି ବେଳେ ବେଳେ କଣ ରାଜା ହୁଅନ୍ତି, ଯଦି ଅତି ଉଦ୍ଧତ ହେଇଯାଆନ୍ତି, ଡିସିପ୍ଲିନ ଫଲୋ କରନ୍ତେନି, ତାଙ୍କ ରାଜ୍ୟ କଣ ପୁରା ଧ୍ୱଂସ ହେଇଯାଏ। ରାଜାର ନେଚର ହେଲା, ସେ ଯଦି ପ୍ରପର ଡିସିପ୍ଲିନ ସହିତ କାମ କରୁଛି, ପ୍ରପର ପ୍ଲାନିଂ ଯଦି କରୁଛି, ଗୋଟେ ପରେ ରାଜ୍ୟ, ଗୋଟେ ପରେ ରାଜ୍ୟ, ଗୋଟେ ପରେ ରାଜ୍ୟ, ସେ ଅକ୍ତିଆର କରିକି ଚାଲିବ। ତ ସେଇଭଳି ସେୟାର ମାର୍କେଟ ପାଇଁ ଯାହାର
वन हेतिबो रूट नंबर जहाँ वन हेतिबो ताले से जगह रे से सक्सेस पाइबो प्रोवाइडेड से डिसिप्लिन फॉलो करबा दरकार प्रथम दिन से हला सब बेले लर्निंग रहबा दरकार लर्निंग न थाई जण मार्केट में पैसा इनकम कर नहीं लर्निंग सहित विद्या सहित जो डिसिप्लिन फॉलो करछि ताले नंबर 1 टा सक्सेस मिलिबो अधिका ये हला नंबर 1 कथा गला मार्केट रिलेटेड कथा कहछि रियल लाइफ अलग तो अलग दिन से अछि परसो कहबो देन हला सेकंड जो मानकर दुई रूट नंबर 2 रहबो तो रूट नंबर 2 रे प्लैनेट होछन्ते मून चंद्र चंद्र हला होछन्ती रानी क्वीन तो स्त्री लोक माने कोन जनरल अपन देखि कोन मुड़ी 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 माने प्रति सेकंड तकर मन परिवर्तन है मन ऊपर से मानकर कंट्रोल नथाए मन ऊपर से मानकर कंट्रोल नथाए केतेबेले जे कोन करबे से निजे जान नथिबे संगे संगे गोटे मूड थबो आ गोटे पर आ गोटे मूड चेंज हो तेणु एथिपाई शेयर मार्केट जो मान दुई नंबर रहिला ये सब बेले फ्यूचर एंड ऑप्शन तो दूरे रहबा उचित दुई जार रहिला से शेयर मार्केट तो दूरे रहबा उचित काहेकि ना मन जहाँ किसी चाहे करदे मन ऊपर कंट्रोल करें जो से बड़ बड़ लॉस रे शिकार हेबे बड़ बड़ लॉस शिकार ही पैसा सब उड़े कारण दुई नंबर व्यक्ति जे रहे से पूरा फ्यूचर एंड ऑप्शन तो दूरे रहबा दरकार लर्निंग जिते जहाँ करूँ जहाँ भी करूँ से जार कौन हम ଆପଣ ଲସ୍ କୁ କଣ୍ଟ୍ରୋଲ କରିପାରିବେନି सर फ्यूचर ऑप्शन रू ना सर टोटल शेयर मार्केट रू फ्यूचर एंड ऑप्शन କଥା କହୁଛି नंबर 1 बोला ସବୁଥିରେ सक्सेस ପାଇବେ ଯଦି ପ୍ରପର ଡିସିପ୍ଲିନ ଫଲୋ କଲେ नंबर 2 ଟା କହିଲି नंबर 2 ଟା ଟୋଟାଲ फ्यूचर एंड ऑप्शन ରେ କରିବେ ନାହିଁ ଲାଇଫ ରେ କେବେ ବସିବେନି କାରଣ ଆପଣ ପାଖେ ଯେତେ ନଲେଜ ଥିଲେ ମଧ୍ୟ ଆପଣ ଆପଣଙ୍କ ମନକୁ କଣ୍ଟ୍ରୋଲ କରିପାରିବେନି କାହିଁକି ଆପଣ ପ୍ଲାନେଟଟା ହିଁ ସେଇଆ ଆପଣ କଣ୍ଟ୍ରୋଲ କରିପାରିବେନି ଯେହେତୁ କଣ୍ଟ୍ରୋଲ ନ କରିପାରେ ସେ ଜଣ ବହୁତ ଭୁଲ पर करेंगे तो डिसिप्लिन फॉलो करि पारे मार्केट उड़ी जदि लर्निंग करेंगे इन्वेस्टमेंट आपण करि पारे जो मानकर 2 अछि जो मन कोन अछि 2 अछि रूट नंबर 2 देन हले रूट नंबर 3 रूट नंबर 3 रे प्लैनेट हले जुपिटर जुपिटर होउछन ना टीचर और गुरु देवगुरु तेणु ये जहाँ भी करेंगे जो तरह हाथ मारे सक्सेस मिलिबो जदि प्रॉपर लर्निंग करेंगे कारण गुरु सब डिसिप्लिन रुहति गुरु सब 3 नंबर पॉइंट नोट डाउन करंतु 3 नंबर पॉइंट है 3 नंबर पॉइंट है जुपिटर जुपिटर देवगुरु तेणु ये डिसिप्लिन लाइफ प्राय मोस्ट ऑफ टाइम डिसिप्लिन चले एक्सेप्शनल केस होते कि डिसिप्लिन फॉलो न कर माने डिसिप्लिन रुहति तेणु ये रूट नंबर 3 जहाँ रहा से जदि लर्निंग ऊपर फोकस करेंगे कहाँ पर लर्निंग ऊपर जदि लर्निंग ऊपर फोकस करूछंती ताहले ये सब सेक्टर सक्सेस पाई पारिए फ्यूचर ऑप्शन करंतु इंटरडे रे इक्विटी करंतु इन्वेस्टमेंट कर सक्सेस पाई पारिए प्रोवाइडेड से मान को फोकस करिया पे पड़ियो लर्निंग ऊपर बाय डिफॉल्ट एमान डिसिप्लिन आसी जानती बाय नेचर अर्थात तांको लाइफ रो जन्म अनुसार प्राय से डिसिप्लिन रही थांती किंतु जदि से लर्निंग ऊपर फोकस करिवे ताले से जगह रे ताको सक्सेस अधिका मिल पारिबे ये हैला 3 नंबर 4 नंबर 4 नंबर है 4 नंबर प्लानेट है आपणकर राहु 4 नंबर है कौन ना राहु तेणु राहु कौन करते राहु होती कौन राहु स्टोरी आप जानते केत राहु जानते राहु केते जे माने आपणकर जेतेबेले समुद्र मंथन है मंथन है जो अमृत मिलला बेलू विष्णु कौन कले ताको बांटुले सब बांटिला कौन कले ना या नाटा भूलीगली कौन ये असुर ना गोटे कौन भूलीगली हौ ये कौन कले ना छद्म बेश माने देवता बेश जाए देवता मूल पहुंची कौन खाईदे अमृत खाईदे तापर सूर्य देव सूर्य चंद्र विष्णु को इशारा कर कहले जे नहीं ये खाईदे कौन खाईदे अमृत खाईदे से विष्णु से कौन कले रागिक सदस्य जगह बेक काटिदे राहु है कौन मुंड राहु है मुंड केतु है कौन गंडी बड़ी ये है मुंड
ତେଣୁ ରାହୁ କଣ ଅଛି, ଯାହାର ମୁଣ୍ଡ ବହୁତ ତୀକ୍ଷ୍ଣ ଚାଲେ, ବିଭିନ୍ନ ପ୍ରକାର ଇଏ ଚିନ୍ତାଧାରା କରେ। ତେଣୁ ଯୋଉଠି ଯାହା କରିବ ମିନ୍ସ ଯୋଉ ଜାଗାରେ ମାତିଗଲା ସେ ତାକୁ ଭଲସେ କରିବ। ମାନେ ଇଏ ସବୁ ସଡନଲି ସବୁ ବଡ ବଡ ପଇସା ଦେବେ, ଆଉ ଯେତେବେଳେ ନବା କଥା ସବୁ ନେଇକି ପଳେଇବେ। ଅର୍ଥାତ ଇଏ ସବୁ କଣ ହବ, ଇଏ ସବୁ ଗ୍ୟାମ୍ବଲିଂ ଟାଇପରେ ସବୁ ଖେଳିବେ। ଆଉ ଇଏ ସବୁ ହେଲା କଣ ଗ୍ୟାମ୍ବଲିଂ। ତେଣୁ ଯେତେବେଳେ ଆସିବ ବଡ ବଡ ଆକାରରେ ଆସିବ, ଯେତେବେଳେ ଆସିବ ବଡ ବଡ ଆକାରରେ ଯିବ। ତେଣୁ ଯେତେବେଳେ ଭଲ ସମୟ ଆସିବ ପ୍ରବଳ ଆସିବ, ଭଲ ସମୟ ନଥିଲେ ପୁରା ମୂଳ ଧନ ସହ ସବୁ ଜିନିଷ ନେଇକିରି ପଳେଇବ। ତେଣୁ ଏମାନଙ୍କୁ କଣ ସେଇଥିପାଇଁ କୁହାଯାଏ, ମାନେ କେୟାରଫୁଲି କାମ କରିବାର ଅଛି। ତେଣୁ ଫ୍ୟୁଚର ଆଣ୍ଡ ଅପସନ ୟାକୁ ଦୂରେଇ ରହିବା ପାଇଁ କୁହାଯାଇଥାଏ। ଯେହେତୁ ରାହୁ ଅଛନ୍ତି, କାରଣ ଏମାନେ ହେଲେ ଓଭର ଥିଙ୍କର। ମାନେ ରେଜଲ୍ଟ ସବୁ ଆଙ୍କର ଆସିବ କଣ, ଅନପ୍ରେଡିକ୍ଟେବଲ ରେଜଲ୍ଟ ସବୁ ଆସିବ, ପୁରା ମିଷ୍ଟେରିୟସ ରେଜଲ୍ଟ ଆସିବ। ଯିବ ତ ପୁରା ଯିବ, ଆସିଲେ ତ ପ୍ରବଳ ଆସିବ। ତେଣୁ ସେଥିପାଇଁ ଏମାନେ ଗ୍ୟାମ୍ବଲିଂ ଉପରେ କାମ କରିବାକୁ ପସନ୍ଦ କରନ୍ତି। ତେଣୁ ଏଠାରୁ ଗ୍ୟାମ୍ବଲିଂ ଠାରୁ ବହୁତ ଦୂରରେ ରହିବା ଦରକାର। ଫ୍ୟୁଚର ଆଣ୍ଡ ଅପସନ ଗ୍ୟାମ୍ବଲିଂ ଟାଇପର କରିବେ, ତେଣୁ ସବୁ ଜିନିଷ ଉଡିଯିବାର ସମ୍ଭାବନା ଥାଏ। ତେଣୁ ସେଇଟା ଉପରୁ ନ କରିକିରି ପ୍ରପର ଲର୍ଣ୍ଣିଂ କରି ଯଦି ଫ୍ୟୁଚର ଆଣ୍ଡ ଅପସନ ଛାଡି ଇନଭେଷ୍ଟମେଣ୍ଟ କରିବେ, ତାହେଲେ ତାଙ୍କ ପାଇଁ ବେଟର ରହିବ। ଆଉ ଯଦି ଫରେକ୍ସ ମାର୍କେଟ ଯଦି କରୁଛନ୍ତି, ତାହେଲେ ସେ ଜାଗାରେ ମଧ୍ୟ ଅର୍ଥ ପ୍ରାପ୍ତିର ସୁଯୋଗ ରହିବ। ଯଦି ପ୍ରପର ଡିସିପ୍ଲିନ ଯଦି ଫରେକ୍ସ ମାର୍କେଟ ଯଦି କରିବେ, କ୍ରିପ୍ଟୋ ଆଦି ସବୁ କରୁଛନ୍ତି, ତାହେଲେ ରହିବ, ଭଲ ରହିବ। କିନ୍ତୁ ଫ୍ୟୁଚର ଆଣ୍ଡ ଅପସନରେ ଇଣ୍ଡିଆନ ମାର୍କେଟର ଫ୍ୟୁଚର ଆଣ୍ଡ ଅପସନର ଦୂରେଇ ରହିବା ବେଟର ରହିବ। ଏହା 4। 5 ନମ୍ବର ହେଲା ମର୍କୁରୀ। 5 ନମ୍ବର ପ୍ଲାନେଟ ହେଲା ମର୍କୁରୀ। ମର୍କୁରୀ ହେଲେ ରାଜକୁମାର। ମର୍କୁରୀ ହେଲେ ରାଜକୁମାର ଅର ପ୍ରିନ୍ସ ଅର ଯୁବା ଅବସ୍ଥା। ତେଣୁ ଏ ଜାଗାରେ କଣ ହବ ନା, ମନ ବହୁତ କିଛି ଚାହିଁବ କରିବା ପାଇଁ। ତେଣୁ ଆଙ୍କ ମନ ଯୁଆଡେ ଚାହିଁବ ସିଆଡେ ଭିଡିବ। 5 ନମ୍ବର ରହିଲା, ଯୁଆଡେ ଚାହିଁବ ମନ ସିଆଡେ ଭିଡି ନେଇ ପଳେଇବ। ତେଣୁ ଯୁଆଡେ ନେଇ ମନ ଯଦି ସିଆଡେ ପଳେଇବ, ତେଣୁ ଏ ଜାଗାରେ ଯଦି ସେୟାର ମାର୍କେଟରେ କାମ କରିବେ, ତାହେଲେ ଆଙ୍କ ପାଇଁ ଡେଞ୍ଜର ରହିପାରିବ। କାହିଁକିନା ମାନେ ଏଇଠି ଚାହିଁବ କିଛି କାମ କରିବା, ସେଠି କିଛି କାମ କରିବା, ପ୍ରପର ଲର୍ଣ୍ଣିଂ ଉପରେ ଫୋକସ କରିବାନି, ଆଉ ଡିସିପ୍ଲିନ ଉପରେ ଫୋକସ କରିବାନି। କାହିଁକି ଯେତେବେଳେ ଯୁବ ଅବସ୍ଥା ଥାଏ, ଗୋଟେ ମଣିଷରେ ଯେତେବେଳେ ଯୁବ ଅବସ୍ଥା ଥାଏ, ଇଏ କଣ ଯୁବରାଜ। ତେଣୁ ଯେତେବେଳେ ଯୁବ ଅବସ୍ଥା ଥାଏ ମଣିଷରେ, ସେ ଯାଏ କଣ କରେ, ମାନେ ମନ ବିଭିନ୍ନ ପ୍ରକାର ଜିନିଷ ଖୋଜିଥାଏ କରିବା ପାଇଁ। ଆଜି ଗୋଟେ ମନେ କହିବ, କାଲି ଆଉ ଗୋଟେ ମନେ କହିବ, ଯାହା ଯେତେବେଳେ ସମ୍ମୁଖରେ ଦେଖିଲେ ସେ ଜିନିଷ କରିଦବାକୁ ଇଚ୍ଛା ହବ, ଭଲ ମନ୍ଦ କିଛି ବାଛ ବିଚାର ନ କରେ। ତେଣୁ ସେଥିପାଇଁ 5 ନମ୍ବର ଯିଏ ରହିଲେ, ଏମାନେ ମାର୍କେଟ ଠାରୁ ଦୂରେଇ ରହିବା ବେଟର। ଦୂରେଇ ରହିବା ବେଟର। ଯଦି ପ୍ରପର ଲର୍ଣ୍ଣିଂ କରିବେ, ଯଦି ପ୍ରପର ଲର୍ଣ୍ଣିଂ କରିବେ, ତାହେଲେ ଇନଭେଷ୍ଟମେଣ୍ଟ ଯାଇପାରିବେ। କିନ୍ତୁ ଏମାନେ ଆଉ ଅଲଗା ଯେକୌଣସି ଟାଇପର ମାର୍କେଟରେ ସବୁବେଳେ ଦୂରେଇ ରହିବା ଉଚିତ। ଯଦି ପ୍ରପର ଲର୍ଣ୍ଣିଂ କରୁଛନ୍ତି, ତାହେଲେ ଇନଭେଷ୍ଟମେଣ୍ଟକୁ ଯିବେ। ଫ୍ୟୁଚର ଆଣ୍ଡ ଅପସନ ଏଠାରୁ ଦୂରେଇ, ଇଣ୍ଟ୍ରାଡେ ୟାଠୁ ଦୂରେଇ ରହିବା ଉଚିତ। ଇକ୍ୱିଟି କରନ୍ତୁ କିମ୍ବା ଫ୍ୟୁଚର ଆଣ୍ଡ ଅପସନ ଯୋଉଥିରେ କରନ୍ତୁ, ଷ୍ଟକରେ ଫ୍ୟୁଚର ଆଣ୍ଡ ଅପସନ କରନ୍ତୁ କିମ୍ବା ଇଣ୍ଡେକ୍ସରେ କରନ୍ତୁ, ଏମାନେ ଫ୍ୟୁଚର ଆଣ୍ଡ ଅପସନ ବହୁତ ଦୂରେଇବା ଦରକାର। ଯଦି ଆପଣ ହାର୍ଡ ଲେବର ପ୍ରପର ଲର୍ଣ୍ଣିଂ କରୁଛନ୍ତି, ତାହେଲେ ଆପଣ ଇନଭେଷ୍ଟମେଣ୍ଟରେ କରିପାରିବେ ୱିଥ ପ୍ରପର ଲର୍ଣ୍ଣିଂ। ଯଦି ପ୍ରପର ଲର୍ଣ୍ଣିଂ ନ କରୁଛନ୍ତି, ପଇସା କଣ ଏଠି ଇନଭେଷ୍ଟମେଣ୍ଟ କରିଦେବେ, ସେଠି ଇନଭେଷ୍ଟମେଣ୍ଟ କରିବେ, ସେ ଇନଭେଷ୍ଟମେଣ୍ଟ ମଧ୍ୟ ଲସ୍ ହେଇଯିବ। କାହିଁକି ନା ମନ ଏପଟ ସେପଟ ଡେଇଁବ ସବୁବେଳେ। ଏଠି ଟିକେ ହାତ ମାରିଦବ, ସେଠି ଟିକେ ହାତ ମାରିଦବ, ଏହା କରିଦବ, ତା କରିଦବ, ବାସ୍ ଇଏ କଲେ କଣ, ମାର୍କେଟ ଏଇ ଟାଇପର କାମ କଲେ ବହୁତ ଡେଞ୍ଜରିୟସ୍। ନେକ୍ସଟ ଯିବେ 6 ନମ୍ବର। ନେକ୍ସଟ ହେଲା ଆପଣଙ୍କ 6 ନମ୍ବର। 6 ନମ୍ବର ହେଲେ ପ୍ଲାନେଟ ହେଲେ ଶୁକ୍ର। ଶୁକ୍ର ହେଲେ ଟିଚର ଅଫ ଡେଭିଲ୍ସ, ଅସୁର ମାନଙ୍କର ରାଜା ଶୁକ୍ର। ଆଉ ଦୈତ୍ୟ ଗୁରୁ ଯୋଉ କହୁଛନ୍ତି, ତ ଦୈତ୍ୟ ଗୁରୁ ହେଲେ ରେସ୍ପନ୍ସିବୁଲ, କେୟାରିଂ, ସେଲ୍ଫ ସାକ୍ରିଫାଇସିଂ, ୱାର୍ମ ହାର୍ଟେଡ। ଇଏ କଣ ହେଲେ ନିଜ କ୍ରୋଧ ଉପରେ କଣ୍ଟ୍ରୋଲ ରଖିପାରିବେ। 6 ନମ୍ବର ହେଲେ କଣ, ଯେହେତୁ ଦୈତ୍ୟ ଗୁରୁ ହେଲେ, ଟିକେ କିଛି ଅସୁବିଧା ଆଙ୍କ ଉପରେ ଆଞ୍ଚ ଆସିବ ମିନ୍ସ, ଦେବଗୁରୁ ହେଲେ କଣ, ବୃହସ୍ପତି, ସେ ନିଜରେ କଣ୍ଟ୍ରୋଲ ରଖିଦେଇ ପାରିବେ, ନିଜେ କଣ୍ଟ୍ରୋଲ ରଖିଦେଇ ପାରିବେ। କିନ୍ତୁ ଦୈତ୍ୟ ଗୁରୁ ଯେହେତୁ ରହିଲେ, ଇଏ ନିଜ ଆଙ୍ଗର ଉପରେ କଣ୍ଟ୍ରୋଲ ରଖିପାରିବେ ନାହିଁ। ଯେହେତୁ କଣ୍ଟ୍ରୋଲ ନ ରଖିପାରିବେ, ତାଙ୍କ ପାଇଁ ମଧ୍ୟ ଫ୍ୟୁଚର ଆଣ୍ଡ ଅପସନ କରିବା ବହୁତ ଡେଞ୍ଜରିୟସ୍। 6 ନମ୍ବର ଯିଏ ରହିଲେ ଡେଞ୍ଜରିୟସ୍ ରହିଲେ, କାହିଁକି ଏମାନେ ସବୁବେଳେ ଚାହିଁବେ ଆମେ କେମିତି ଲକ୍ଜରିୟସ୍ ଲାଇଫ ମେଣ୍ଟେନ କରିବୁ। କାରଣ ଇଏ ସବୁବେଳେ ଚାହାନ୍ତି ଆମେ
लग्जरियस लाइफ मेंटेन करू कि लग्जरियस लाइफ मेंटेन करने चाहिए किसी ना किसी सब भूल कर बसती जेहेतु भूल कर बसती जो मान 6 नंबर रहा 6 नंबर रहा से मार्केट ठार दूरे रहा दरकार जदि प्रॉपर लर्निंग करूछंती जेहेतु शुक्र देवगुण रहिले आपनकर चाहिए सब कौन लग्जरियस लाइफ चाहिए जदि आप प्रॉपर लर्निंग करेंगे लर्निंग कर इन्वेस्टमेंट थ्रू जापारे बट उथे कम करेंगे फ्यूच एंड ऑप्शन में कम करेंगे ना फ्यूच एंड ऑप्शन तो दूरे की रहा बेटर रहिबो किंतु फ्यूच एंड ऑप्शन तो दूरे रहे नचेत बड़ बड़ लॉस कर संभावना अच्छी कहीं जेहेतु आपण कौन करेंगे आपण को रागिगले अर्थात जिते आप देखिथे आपंकर रेड आसीगला रेड आसीगले लॉस होगा लॉस आप कंट्रोल रखिपारे 2 नंबर थिला 2 नंबर क्वीन थे चंद्रमान थे मन उपर कंट्रोल रखिपारे मन अस्थिर रहा भूल करदे और टेंशन भी रही बहुत समय ये मत सेमती जेहेतु वंस रेड देखिले आप दिमाग काम करवानी जेहेतु दिमाग काम न करेंगे से कौन करेंगे मार्केट ठारू दूरे रहिबे जदि आपण इंट्राडे करूछंती जदि आपनका लॉस मोमेंट है सिस्टम बंद करके पळेबे कौन करेंगे सिस्टम बंद करके पळेबे 6 नंबर है सिस्टम बंद करके पळेबे जदि प्रॉपर लर्निंग करी आपण जदि करूछंती वंस फर्स्ट एड जदि लॉस होउची सेकंड एड भी लॉस है ଆପଣ ଲସ୍ ଲିମିट ଯେତିକି ଅଛି ସେତିକି ଟଚ୍ କରିଗଲା 1 लाख कैपिटल रे 1 लाख कैपिटल जदि आपन 2000 लॉस ହେଇଗଲା 2000 लॉस ହେଇଗଲା सिस्टम बंद कर पळेबे नचेत बड़ बड़ लॉस करिवार संभावना रहइबो ओके देन रहला आपनकर 7 नंबर 7 नंबर हेले 7 नंबर प्लैनेट लॉर्ड हेले केतु केतु कोन हेले केतुंकर हेले सन्यासी जीवन जापन काने या के मुंडो नहीं चिंता करि परिबेनी राहुल रहला मुंडो केतु रहला कन बॉडी तेनाकर मुंडो नहीं चिंता करि परिबेनी आउ कौन करिबारे एमाने हेले स्पिरिचुअल इंट्रोवर्ट परफेक्शनिस्ट रिसर्चर्स तेणु ये कौन से रिसर्च ओरिएंटेड से काम कौन करेंगे रिसर्च ओरिएंटेड से काम करेंगे तो एमाने पूरा स्थिर चित्त रुहंती कारण जेहेतु एमान पर नाही मुंड नाही चिंता तेणु एमान मध्य सेतपय कुआ जाए एमान मध्य फ्यूच एंड ऑप्शन तो दूरे देगा भले यदि प्रॉपर लर्निंग करूछंती प्रॉपर लर्निंग सहित आपण कोन करि पारिबे इन्वेस्टमेंट ऐड करि पारिबे इन्वेस्टमेंट जाई पारिबे और बाहर जदि चाहिए बाहर ये करि पारिबे कोन फॉरेक्स मार्केट रे आपण करि पारिबे करि पारे किंतु फ्यूचर रे करिवे सब फ्यूचर करे ऑप्शन को जीवे फ्यूचर रे करि पारि और नॉन लॉन्ग टर्म इन्वेस्टमेंट करि पारे किंतु इंडियन मार्केट फ्यूचर एंड ऑप्शन तो दूरे रहेगा बेटर 8 नंबर नेक्स्ट है अपन 8 नंबर 8 नंबर प्लैनेट है आपनकर शनि सैटर्न शनि जेहेतु शनि रहिले कौन ना आपनकर शनि हेले कौन सूर्य को पुत्र आंकर दिया से आंकर आचरण हुए कौन बुद्ध व्यक्ति आचरण बोले आचरण हुए तो एमाने कौन आउ मैंने कौन और आंक मध्य लेबर मध्य आख्या दिया जाए शूद्र मध्य कह जाए प्लानेटरी इयर शूद्र कह जाए लेबोरियस कह जाए एमाने लेबोरियस हंती जजमेंटाल हंती कारण जेहेतु बुद्ध अवस्था को जजमेंटाल हंती रियलिस्टिक हंती प्लानर हंती आ सब चाहते डोमिनेट करी रहा चेष्टा करते किंतु यही डोमिनेट करी आउ जजमेंटाल हला बेल कौन हुए ना ये जगह फ्यूचर एंड ऑप्शन टिके रिस्क रहे अधिका भाविबे कम करिवे अधिका भाविबे कम करिवे तेणु ये जगह डिसीजन लेला बेल कौन हुए एफर्ट्स गुड एमान फ्यूचर एंड ऑप्शन रे यदि प्रॉपर लर्निंग करूछन प्रॉपर लर्निंग कले डिसिप्लिन फॉलो कले
डिसिप्लिन फॉलो कले जदि आपण स्ट्रैटेजी बैक टेस्ट बारंबार कले जो स्ट्रैटेजी रे आपण सक्सेस पाउछन तले से स्ट्रैटेजी रे आपण काम करि पारिबे जदि आपणकर कॉन्फिडेंस आसुनी जे एफएनओ ट्रेडिंग मूव कले प्रॉफिटेबल होई पारिबे बोली ताहले फ्यूचर एंड ऑप्शन टू दूरे रहिबे फ्यूचर एंड ऑप्शन टू दूरे रहिबे इन्वेस्टमेंट रे करि पारिबे इन्वेस्टमेंट आड़े जाई पारिबे गोटे मिनिट तो 7 वाला कौन करेंगे 7 जदि प्रॉपर लर्निंग करेंगे डिसिप्लिन कले जदि सॉरी 7 को 8 नंबर को 8 नंबर जदि प्रॉपर डिसिप्लिन फॉलो कले लर्निंग आसला स्ट्रेटजी बैक टेस्ट कले ताहले अपन फ्यूचर एंड ऑप्शन को जाई पारिबे किंतु जदि अपन को स्ट्रेटजी ऊपर कॉन्फिडेंस आसुनी ताहले से जार कौन करेंगे ना अपन फ्यूचर एंड ऑप्शन तो दूरे रही पारिबे जदि अपन इन्वेस्टमेंट करूछन्ते प्रॉपर लर्निंग इन्वेस्टमेंट सक्सेस पाई पारे किसी असुविधा हबनी ये थला अपन 7 नंबर देन असला 9 नंबर जो मान का रूट नंबर 9 थी जो मान का रूट नंबर 9 अर्थात अपन जन्म जन्म हला अपन 9 रे आइदर 9 तारीख रे हेतिबो हम ऐड करछे 9 और 18 27 ये डेट है तो 9 1 + 8 है 9 2 + 7 है 9 यदि ये डेट मान के अपन रहउची अपन पाई मार्केट रे सब सेक्टर काम करि पारिबे 9 रो हला कोन 9 नंबर रो प्लैनेट है मार्स मार्स दैट इज मंगल मंगल होचंती सेनापति तेणु सेनापति हेले कौन ये सब युद्ध जितियार पारंगम थांती युद्ध जितबार पारंगम थांती तेणु ये सब प्रकार युद्ध रे लड़िया पे आगु जाती कारण सेनापति कौन आगे थांती तापरे सैन्य मान फॉलो करथांती ये लीडर हिसाब रे काम करंती तो सेनापति गोटे युद्ध केतेबेले जय करि परिबो ना जदि से स्किलफुल हबो कौन हबो ना स्किलफुल हबो जदि स्किलफुल हबो गोटे पर युद्ध गोटे पर युद्ध गोटे पर गोटे युद्ध जीति पारिबो तेणु जो मान का 9 नंबर रहिबो जो मानकर रूट नंबर 9 रहिबो से माने मार्केट काम करे सब सेक्टर रे काम करि पारिबे प्रोवाइडेड से मान को स्किलफुल हबा पे पड़िबो कौन हबो स्किलफुल हवा पे पड़िबो सब प्रकार नॉलेज आर्न करी खाली नॉलेज स्किल सब प्रकार स्किल जाने पड़ सब प्रकार स्ट्रेटेजी जानिया पे पड़िबो सब प्रकार स्ट्रेटेजी जानि के ताको बैक टेस्ट करते काम करिवे ताले अंक पई सब सेक्टर फ्यूचर एंड ऑप्शन कहंतु इन्वेस्टिंग कहंतु आपनकर फॉरेक्स कहंतु जे कोन मार्केट करंतु एमाने सक्सेस पाई पारिबे प्रोवाइडेड सेवन पे कंडीशन आले कोन स्किलफुल जदि स्किलफुल सेवन हो चंती ताले करि पारिबे काने मार्स होचंती एमाने पॉलिटिकल कॉन्फिडेंस काइंड हार्टेड पैशनेट तेणु ये कौन कमांडर हिसाब से काम करेंगे सेनापति हिसाब से काम करेंगे तेणु ये युद्ध से जीति पारे जदि स्किलफुल है पाखे स्किल थी सक्सेस हो पारे किंतु विदाउट स्किल मार्केट को ओल्लेबे ना कहीं विदाउट स्किल मार्केट को ओल्लेबे तेना से हारिबाटा 100% तेणु जदि आप स्किलफुल होचंती प्रॉपर लर्निंग करूचंती ताहले ए जगह आप शेयर मार्केट सक्सेस हो पारे तेणु ये थिला रूट नंबर जहाँ रहा 1 to 9 पर्यंत तो जो जो दिन से कहला से दिन से फॉलो करेंगे ताहले मार्केट रे सक्सेस हबो किंतु प्रोवाइडेड सबुर मूले गोटे दिन से रही चोज बाय लर्निंग एंड डिसिप्लिन जहार जेकोसी नंबर था ना कहीं लर्निंग डिसिप्लिन ना ताले से जार सक्सेस हबो किंतु जो जो नंबर रो सर 2 से नंबर कौन रहले आगे सर प्रथम रहले सूर्य 2 नंबर कौन रहले प्रथम नंबर कहि दो चाउथरे अपन डेट ऑफ बर्थ रे सब मन रखंतु मुझे पर कहबे लिखि रखिथिबे नंबर 1 हेले अपन का सन
ଆଜ୍ଞା। नंबर 2 हेले मून। नंबर 3 हेले जुपिटर। नंबर 3 हेले जुपिटर। नंबर 4 हेले राहु। नंबर 5 हेले मर्क्यूरी बुध। बुध। नंबर 6 हेले वेनस शुक्र। नंबर 7 हेले केतु। नंबर 8 हेले सटर्न शनि। नंबर 9 हेले मार्स मंगल। सूर्य हेले कण आंकर नंबर 1 हेले किंग और राजा। ये हेले किंग। नंबर 1 हेले किंग और राजा। नंबर 2 हेले क्वीन और अपन कहउछंती रानी। ସାର୍ नंबर 3 आज्ञा। ସାର୍ ମୋର ହଉଛି ତ ରାଶି ଅନୁସାରେ ମୋର ଶନି ହଉଛନ୍ତି ମୋର ଇଏ। এইটা ଆପଣ ନ୍ୟୁମରୋଲୋଜି ଆମେ କାଲକୁଲେସନ କରୁଛେ ଏଇଟା ହଁ ହଁ ନ୍ୟୁମରୋଲୋଜି ହଁ ଡେଟ୍ ଅଫ ବାର୍ଥ ଡେଟ୍ ଅଫ ବାର୍ଥ ନେଇକି ଆମେ କାଲକୁଲେସନ କରୁଛେ ନ୍ୟୁମରୋଲୋଜି ଆଜ୍ଞା କରୁଛେ। ଆଜ୍ଞା ଆଜ୍ଞା ବୁଝିଲି। ଆମେ ରାଶି ନେଇକି କଲେ ରାଶି କଲେ ସେ ହେଲା ଆଷ୍ଟ୍ରୋଲୋଜି କଲେ ଆଷ୍ଟ୍ରୋଲୋଜି ପ୍ରେଡିକ୍ସନ ଅଲଗା। ହଁ ଏଇଟା ହଁ ଯୋଉ ଠିକ ଆଜି ଆମେ ଯୋଉ କାଲକୁଲେସନ କରୁଛେ ଆପଣଙ୍କ ଯୋଉ ଡେଟ ରେ ଜନ୍ମ ହେଇଛନ୍ତି ଯୋଉ ତାରିଖରେ ଜନ୍ମ ହେଇଛନ୍ତି ତାରିଖ। ଆଜ୍ଞା। 4 जुपिटर हेले कौन ना टीचर और गुरु। टीचर और गुरु देटा हेले कौन देवतांक गुरु। राहु राहु हेले मिस्ट्रियस और कॉमन मैन। एमाने सबू मिस्ट्रियस मैन हेले आपणकर कौन था ना राजनीति चाणक्य किए अमित शाह हेले 4 नंबर। 4 नंबर जो मान नेम फेम पब्लिक लाइफ रे नेम फेम सब जिन जहाँ जय करने चाहिए ना दिमाग बहुत जोरे काम करे अन्य को डोमिनेट करके अन्य को डोमिनेट करके ये सब छल कपट जिते जहाँ हम सब प्रकार करके लाइफ रे जितापट हवा चेष्टा करेंगे। ये केवल हार मन चेष्टा करेंगे लाइफ है मिस्टीरियस लाइफ क्या कौन है से आगुआ जानी पाले जे देवता माने असुर मान सहित किसी छल करेंगे अमृत प्राप्ति केबे हेले हब नहीं तेणु से छद्मवेश ने छद्मवेश देवता रचले अमृत पाइले कौन हम अमृत पाइले कौन कले ना विष्णु सुदर्शन चक्र मारी छेदन करदे पाखे मुंड रहा मुंड मुंड मिस्टीरियस लाइफ माने या ये जिते जहाँ चाहिए डोमेन करेंगे कौन बड़े कौशले भल बाटे हो खराब बाटे जा हो ये सब चाहिए कौन ना सब विनिंग ही रहा चेष्टा करेंगे। तेणु यहाँ किसी भल मंद पाप पुण्य यहाँ किसी फरक पड़ेनि ये जो प्रकार प्लानिंग हम कर सक्सेस हाँपाई चाहिए सक्सेस हाँपाई बेले कौन करती जेहेतु आडभेचर फसी जाती जमती मुंड काटगला ये सब कौन कर फसी जाती बेले बेले फसी भी जाती किंतु ये हार मन को चेष्टा करती हम हारीगले फिर भी जीता पट हाँपाई चेष्टा କପି करती କରି ପାସ୍ କରିଦିଏ ସାର୍ ଆଉ। से जहाँ मैंने आकर एनी हाओ से जितापट हाँपाई चेष्टा करेंगे माने कौन भल हो मंदर हो एनी हाओ टिट फट टाट जहाँ भी हो आम जितबे आम सक्सेस भी हमें सक्सेस भी हूँ बेले भी डाउनफॉल भी हुए डाउनफॉल तलू उठिकी मत दौड़ती ये कारण मुंड दिमाग बहुत प्रकार कम तलू उठी मत दौड़ती तेणु यही जगह जो मिस्टर लाइफ है तेणु से कहते शेयर मार्केट एफआर से कहते केयरफुल कम करने ये मिस्टेक्स माइंड जो कैपिटल उड़ेदेवे कैपिटल उड़े पुणी लोन कर पकेबे लोन कर उड़ेदेले कहीं जितबार निशा थाए ना
ଯେହେତୁ ଜିତିବାର ନିଶା ଥାଏ ତେଣୁ ଯାହା ଚାହିଁବେ ତାହା କିଛି କରିଦିଅନ୍ତି। ବେଳେ ବେଳେ ଦେଖୁନ ରାହୁ ଯେତେବେଳେ ଭଲ ଇଏରେ ଥିବେ, ରାହୁ ଯେତେବେଳେ ଭଲ ଅବସ୍ଥାରେ ଥିବେ, ଆପଣଙ୍କ ଆଷ୍ଟ୍ରୋଲୋଜି ଅନୁଯାୟୀ ଯଦି ଭଲ ଭାବରେ ଥିବେ, ଭଲ ହାଉସ ରେ ଥିବେ, ପଜିଟିଭ ଇଏରେ ଯେ ଥିବେ, ତାହେଲେ ସେ ଜାଗାରେ ଆପଣ ବହୁତ ଭଲ ପଇସା ଦେଇ ପଳେଇବେ। ଯେତେବେଳେ ଖରାପ ଇଏ ଥିବେ କଣ ନା ଘର ଦ୍ୱାର ସବୁ ଜିନିଷ ଲୋନ ଲାନ କରି ବିଭିନ୍ନ ପ୍ରକାର ଜିନିଷ ସବୁ ଜିନିଷ ଉଡେଇଦେବେ। ବାବା ମାଙ୍କ ପଇସା ନେଇ ଉଡେଇ ଦେବେ, ଭାଇ ଭଉଣୀଙ୍କ ପଇସା ଉଡେଇ ଦେବେ, ଲୋନ କରି ପଇସା ଉଡେଇ ଦେବେ, ଜମି ବାଡି ଏସବୁ ଜିନିଷ ବିକି ଭାଙ୍ଗି ମଧ୍ୟ ଉଡେଇ ଦେବାକୁ ପଛେଇବେନି। ତେଣୁ ସେଥିପାଇଁ କୁହାଯାଏ ଫ୍ୟୁଜ୍ ଆଣ୍ଡ ଅପସନ୍ ଟୁ ଏମାନଙ୍କୁ ଦୂରେଇ ରହିବା ପାଇଁ। କାରଣ କଣ କେତେବେଳେ କରିଦେବେ ଠିକ ଠିକଣା ନାହିଁ। ତେଣୁ ସେଥିପାଇଁ ଫ୍ୟୁଜ୍ ଆଣ୍ଡ ଅପସନ୍ ୟାଙ୍କୁ ଦୂରେଇ ରହିବା ପାଇଁ ସେଥିପାଇଁ କୁହାଯାଏ 4 ନମ୍ବର ଯୋଉଟା ହେଲା। 5 ନମ୍ବର ହେଲା ମର୍କରୀ ବୁଧ, ଇଏ ହେଲେ କଣ ପ୍ରିନ୍ସ और राजकुमार, ये हेले प्रिंस और राजकुमार। ତେଣୁ ରାଜକୁମାର ହେଲେ କଣ, ଯେହେତୁ ଏମାନେ ନିଜ ମନ ଉପରେ କଣ୍ଟ୍ରୋଲ ରଖିପାରନ୍ତି, ରାଜକୁମାର ଜିନିଷ ଯୁବ ଅବସ୍ଥା ମନ ଉପରେ କଣ୍ଟ୍ରୋଲ ରଖି ପାରନ୍ତିନି, ଯେତେବେଳେ ଯାହା ଚାହିଁବ ମନ କରି ପକାନ୍ତି। ତେଣୁ ସେଥିପାଇଁ ମଧ୍ୟ ଆଙ୍କୁ ମଧ୍ୟ କୁହାଯାଏ ଭାଇ ଫ୍ୟୁଚର ଆଣ୍ଡ ଅପସନ୍ ଟୁ ବହୁତ ଦୂରେ ରୁହ, ଦୂରରେ ରୁହ। କାହିଁକି ନା ଯେହେତୁ ମନ ଉପରେ କଣ୍ଟ୍ରୋଲ ନ ରଖିପାରେ, କାରଣ ଇଏ ଜିନିଷ ହେଲା ପରେ ମାର୍କେଟ ଜିନିଷ ହେଲା ଭାଇ ଡିସିପ୍ଲିନ ଯାହା ପାଖରେ ନାହିଁ, ନିଜ ସାଇକୋଲୋଜି ନିଜ ଇମୋସନ ଉପରେ ଆପଣ କଣ୍ଟ୍ରୋଲ ନ ରଖିବ। ପ୍ରଥମ ଜିନିଷ ହେଲା ଲର୍ଣ୍ଣିଂ ରହିବା ଦରକାର। ସେକେଣ୍ଡ ଜିନିଷ ହେଲା ଡିସିପ୍ଲିନ ଇମୋସନ, ଇଏ ଦିଟା ଜିନିଷ ରହିଲେ ତ ଆପଣ ସକ୍ସେସ ହେବେ। ତେଣୁ ଯୋଉ ଜାଗାରେ ମନ ଇନଭଲ୍ଭ ରହିଲା, ମନ ଉପରେ କଣ୍ଟ୍ରୋଲ ରହିପାରୁନି, ତେଣୁ ସେଥିପାଇଁ ସେମାନଙ୍କୁ କୁହାଯାଏ ଭାଇ ଫ୍ୟୁଚର ଆଣ୍ଡ ଅପସନ୍ ଉପରେ ଦୂରେଇ ରୁହ। ରାଜାଙ୍କୁ କୁହାହେଲା ତମେ କାମ କରିପାରିବ, କିଛି ଅସୁବିଧା ନାହିଁ, ତମ ପାଖରେ ସ୍କିଲ୍ ରହିବ, କାରଣ ପ୍ରଥମରୁ ତମେ ଶିଖୁଛ। କିନ୍ତୁ ଜିନିଷ ହେଲା ଯଦି ଡିସିପ୍ଲିନ ଫଲୋ ନ କରିବ, ଅତ୍ୟଧିକ କ୍ରୋଧ ବଶତ କେତେବେଳେ ଯଦି ରାଜା ରାଗିଯିବେ ଇଏ କରିବେ, ମାନେ ମଣିଷ ରାଗିଗଲେ ତ ଡିସିସନ ଖରାପ ହୁଏ। ତେଣୁ 1 ନମ୍ବର ସବୁଥିରେ ଜିତାପଟ କରିପାରିବେ, ପ୍ରୋଭାଇଡେଡ ସେମାନେ ଡିସିପ୍ଲିନ ଫଲୋ କରିପାରିବେ, ସବୁଥିରେ ଜିତାପଟ ହେଇପାରେ ଡିସିପ୍ଲିନ ଯଦି ଫଲୋ କରୁଛନ୍ତି। ମୁଁ ନେଲେ କଣ, ଏମାନେ ଆଙ୍କ ଫ୍ୟୁଚର ଆଣ୍ଡ ଅପସନ୍ କରିବାକୁ ବାରଣ କରାଯାଏ ଏଇଥିପାଇଁ, କାରଣ ଇଏ ହେଲେ ପରେ ମୁଡି, କାରଣ ନିଜ ମନ ଉପରେ କଣ୍ଟ୍ରୋଲ ରଖିପାରିବେନି, ସେଣ୍ଟିମେଣ୍ଟାଲ ହେଇଯିବେ। ସେଣ୍ଟିମେଣ୍ଟାଲ ହେଇଗଲେ ମନେ ବିଭିନ୍ନ ପ୍ରକାର ଜିନିଷ ଭୁଲ ଭଲ କରିଥାନ୍ତି, ସେଇଥିପାଇଁ କୁହାଯାଏ। 3 ନମ୍ବର ରହିଲେ କଣ, 3 ନମ୍ବର ଯେହେତୁ ଏମାନେ ଗୁରୁ ରହିଲେ, ଏମାନେ ସବୁବେଳେ କଣ ବାଇ ଡିଫଲ୍ଟ ଏମାନେ ଶିଖିବା ପାଇଁ ଚେଷ୍ଟା କରନ୍ତି, ସବୁ ଜିନିଷ ଶିଖିବା ପାଇଁ ଚେଷ୍ଟା କରନ୍ତି, ଏ ଶିଖିବେ। ଟିଚିଂ ଲାଇନରେ କିଛି ଅସୁବିଧା ନାହିଁ। ତେଣୁ ଇଏ ସବୁ ପ୍ରକାର ସହାୟତା ପାଇପାରିବେ ଯଦି ଖାଲି ଅଧିକା ଜଣ ଲେବର କରିବା ପାଇଁ, ସେ ସବୁଥିରେ କରିପାରେ, ଫ୍ୟୁଚର ଆଣ୍ଡ ଅପସନ୍ ଇନଭେଷ୍ଟ ସବୁଥିରେ କରିପାରେ, କିନ୍ତୁ ଫୋକସ କରିବା ଅଛି ଲର୍ଣ୍ଣିଂ ଆଣ୍ଡ ଡିସିପ୍ଲିନ ଉପରେ। ଯଦି ପ୍ରପରଲି ଫୋକସ କରିଦେଲେ ତାହେଲେ ଆଙ୍କୁ କିଛି ଅସୁବିଧା ହବନି, ଆରାମସେ କାମ କରିପାରିବେ। 4 ନମ୍ବର ପାଇଁ ପ୍ରୋବ୍ଲେମ ହେଲା, କାରଣ ମିଷ୍ଟେରିୟସ୍ ରହିଲେ। 5 ନମ୍ବର ଇଏ ହେଲେ ସିଏ ବି କଣ ହେଲେ ମିଷ୍ଟେରିୟସ୍ ରହିଲେ, ମାନେ କଣ ମନ ଉପରେ କଣ୍ଟ୍ରୋଲ କରିପାରିବେ। ଯେହେତୁ ମନ ଉପରେ କଣ୍ଟ୍ରୋଲ ନ କରିପାରିବେ, ମନ ସହିତ ଯୋଉ ଜିନିଷ ରିଲେଟେଡ ହେଲା, ଆପଣ ସାଇକୋଲୋଜି ଇମୋସନ ଯୋଉ ଜିନିଷ କଣ୍ଟ୍ରୋଲ ନ ରହିପାରୁଛି, ତ ସେ ଜାଗାରେ ସବୁ କାମ ଗଡବଡ ହବ। ତେଣୁ ସେ ଜାଗା ପାଇଁ ଇଏ କରାଗଲା। 6 ନମ୍ବର ହେଲା ଭେନସ୍। ଭେନସ୍ ହେଲେ ଯେହେତୁ ଆଙ୍କ ପାଖେ ନଲେଜ ଶିଖିଯିବେ, କାହିଁକିନା ଯେହେତୁ ଏ ଦୈତ୍ୟ ଗୁରୁ ହେଲେ ମଧ୍ୟ କଣ ହବ, ଏ ଟିଚର ରହିଲେ, ଡେଭିଲ୍ସ ହେଲେ, ନଲେଜ ହ୍ୟାଣ୍ଡ କରିନେବେ। କିନ୍ତୁ ଜିନିଷ ହେଲା ଆଙ୍କ ପାଇଁ ପ୍ରୋବ୍ଲେମ ହେଲା କଣ, ଇଏ ସର୍ଟ ଟେମ୍ପର, ରାଗିଗଲେ କିଛି ନା କିଛି ସବୁ କରିଦେବେ। ତାପରେ ଇଏ ସବୁ ଜିନିଷ ହେଲା, ଇଏ କଣ ସବୁ ବିଳାସ ବେସନ ଲାଇଫ ବଞ୍ଚିବା ପାଇଁ ଚେଷ୍ଟା କରନ୍ତି। ବିଳାସ ବେସନ ଲାଇଫ ପୁରା ଆଙ୍କର ଦରକାର, ସେକ୍ସ ଅଧିକା ଦରକାର, ବିଳାସ ବେସନ ଲାଇଫ ଦରକାର, ଲାଇଫ କେମିତି ଏନ୍ଜୟ କରିବୁ। ତ ଏଇ ପାଇଁ ସେ ସବୁ କଣ କରନ୍ତି ନା ଭୁଲ ଭଟକା ସବୁ ଜିନିଷ କରିଦିଅନ୍ତି। ଏଇଥିପାଇଁ ଲାଇଫରେ ଡିସିପ୍ଲିନ ଏମାନେ ଫଲୋ କରିପାରନ୍ତି ନାହିଁ। ଏମାନଙ୍କ ଲାଇଫରେ ଡିସିପ୍ଲିନ ଫଲୋ କରିପାରନ୍ତିନି। ନଲେଜ ଅଛି, ସବୁ ଜିନିଷ ଅଛି, କିନ୍ତୁ ଡିସିପ୍ଲିନ ଫଲୋ କରିବାରେ ଆଙ୍କୁ କଷ୍ଟ ହୁଏ। ତେଣୁ ଆଙ୍କୁ ମଧ୍ୟ କଣ କରାଯାଏ, ବାରଣ କରାଯାଏ, ନା ଭାଇ ଏଫନରେ ଟ୍ରେଡିଂ କରନି। କାଁ କରାନି, ଏଫନ ଟ୍ରେଡିଂ କରନି। ଯଦି କରିପାରିବ, ଯେତେବେଳେ ଦେଖୁଛ ତମର ଲାଇଫର ନଲେଜ ତ ଆହରଣ କରିନେବ, କିନ୍ତୁ ଡିସିପ୍ଲିନ ଯେତେବେଳେ ଦେଖିବେ ଡିସିପ୍ଲିନ ଉପରେ ଆପଣ କଣ୍ଟ୍ରୋଲ କରିପାରୁଛନ୍ତି, ତାହେଲେ ଫ୍ୟୁଚର ଆଣ୍ଡ ଅପସନ ଆଡକୁ ଯିବେ, ନହେଲେ ଫ୍ୟୁଚର ଆଣ୍ଡ ଅପସନକୁ ଅନେଇବେ ନାହିଁ। କେତୁ ମଧ୍ୟ ସେଇଆ ହେଲେ, କେତୁ ହେଲେ କଣ ନା ୟାଙ୍କର ମୁଣ୍ଡ ତ ନାହିଁ, ଚିନ୍ତା କରିପାରିବେନି। ଯେହେତୁ ଚିନ୍ତା ନ କରିପାରିବେ, ଆଙ୍କୁ ଅଧିକା ରିସର୍ଚ୍ଚ କରିବା ପାଇଁ ପଡିବ। ଏ ରିସର୍ଚ୍ଚ ଓରିଏଣ୍ଟେଡ, ରିସର୍ଚ୍ଚ କରିବେ, ଆଉ ସ୍ପିରିଚୁଆଲ ଏମାନେ ବି ହେବେ। କିନ୍ତୁ ଏ ଜାଗାରେ ହେଲା କଣ ନା, ଯଦି କଠିନ ପରିଶ୍ରମ କରିବେ, ଆଙ୍କ ପାଇଁ କଠିନ ପରିଶ୍ରମ ଦରକାର। କିନ୍ତୁ ଯେହେତୁ ଆଙ୍କର ମୁଣ୍ଡ ନାହିଁ, କେତେଙ୍କର ମୁଣ୍ଡ ନାହିଁ, ତାଙ୍କୁ ଯଦି କଠିନ ପରିଶ୍ରମ କରି ରିସର୍ଚ୍ଚ କରି ବାଇ ଡିଫଲ୍ଟ ଆଙ୍କ ପାଖରେ ଡିସିପ୍ଲିନ ରହିବ, କାରଣ ଯେହେତୁ ମୁଣ୍ଡ ତ ନାହିଁ, ତେଣୁ
ଇଣ୍ଡିସିପ୍ଲିନ ଅଧିକା ହେବେନି। କିନ୍ତୁ ଇଏ ଯଦି ସାର୍ ଅଧିକା ପରିଶ୍ରମ, ସାର୍ ମୁଣ୍ଡ ଯଦି ନାହିଁ ସେ ଆଉ ରିସର୍ଚ୍ଚ କେମିତି କରିବେ? ନା ପରିଶ୍ରମ କରିବା ପାଇଁ ପଡିବ ନା, ପରିଶ୍ରମ ନାଇଁ ସେଥିପାଇଁ ଅଧିକା ମୁଣ୍ଡ ଟା କରିବା। ସାର୍ ତାର ସିନା ମୁଣ୍ଡ ଟା ଥିଲେ କୋଉ ଜିନିଷ ଟା ଚିନ୍ତା କରୁ ଏଇଟା ହବ ସେଇଟା ହବ ସେଇଟା ହବ। ଆଉ ସେ ଯଦି ମୁଣ୍ଡ ନାହିଁ ସେ କଣ କରିବେ? ନା ଯାହାର ମୁଣ୍ଡ ଅଛି ତ ଇଜିଲି ସେ ମୁଣ୍ଡ ଲଗେଇ କାମ କରିଦେବେ, କିନ୍ତୁ ଯାହାର ମୁଣ୍ଡ ନାହିଁ କଣ, ଯାହାର ସପୋଜ କୁହନ୍ତୁ ଦିମାଗରେ ଅଧିକା କିଛି ନାହିଁ, ସେ କଣ କରିବେ, ତାଙ୍କୁ ଅଧିକା ପରିଶ୍ରମ କରିବା ପାଇଁ। ତା ମାନେ ଦେଖନ୍ତୁ ଛୋଟ ପିଲା ବେଳେ ଜଣେ ବହୁତ ଗଧ ଥିଲା, ମୁଣ୍ଡ କିଛି କିଛି ଜିନିଷ ପଶୁ ନଥିଲା, ତେଣୁ ସେ ପାଠ ପଢୁନଥିଲା, ଜଷ୍ଟ ପାସ୍ ହେଇ ହେଇ ଚାଲୁଥିଲା। କିନ୍ତୁ ଯେତେବେଳେ ସେ ଅଧିକା ରିସର୍ଚ୍ଚ କଲା, ଅଧିକା ପରିଶ୍ରମ କଲା, ଅଧିକା ପରିଶ୍ରମ କଲା, ପରିଶ୍ରମ କଲେ ସକ୍ସେସ୍ ମିଳିବ। ତେଣୁ ଆକୁ ସକ୍ସେସ୍ ମିଳିବାକୁ ହେଲେ 7 ନମ୍ବର ଜିରୋରେ ଆମକୁ ଅଧିକା ପରିଶ୍ରମ କରିବା ପାଇଁ ପଡିବ। ଅଧିକା ପରିଶ୍ରମ କଲେ ଏମାନଙ୍କ ଲାଇଫରେ ସକ୍ସେସ୍ ହେବ। ଇଏ ଅଳ୍ପ ପରିଶ୍ରମ କରି କେବେ ହେଲେ ସକ୍ସେସ୍ ପାଇପାରିବେ। ତେଣୁ ଆମ ପାଇଁ ଲଟ୍ ଅଫ୍ ଲେବର ରିକ୍ୱାର୍ଡ, ଅଧିକ ପରିଶ୍ରମ ଦରକାର, ଅଧିକା ରିସର୍ଚ୍ଚ କରିବେ, ଅଧିକା ରିସର୍ଚ୍ଚ କରିବେ, ପରିଶ୍ରମ, ତାଙ୍କର ଇଣ୍ଟରେଷ୍ଟ ରହିବ ରିସର୍ଚ୍ଚ କରିବା ପାଇଁ, କିନ୍ତୁ ତାଙ୍କୁ ଅଧିକା ପରିଶ୍ରମ କରିବା ପାଇଁ ପଡିବ। ଯଦି ଅଧିକା ପରିଶ୍ରମ କରିବେ ତାହେଲେ ସକ୍ସେସ୍ ପାଇବେ। ତେଣୁ ଅଧିକା ପରିଶ୍ରମ ଯଦି ନ କରୁଛନ୍ତି, ନଲେଜ ଯଦି ନ ଆସେ, ତାହେଲେ ଏମାନେ ମଧ୍ୟ ଏଫ୍&ଓ ଟ୍ରେଡିଂରୁ ଦୂରେଇ ରହିବା ଦରକାର। ଏମାନେ ସାର୍ କୋଉ ସେକ୍ଟରରେ କାମ କଲେ ସେ ସୁବିଧା ହବ? ହୁଁ? ଏ ନାଇଁ ତ ସେୟାର ସେ ମାର୍କେଟ ହଁ ଛାଡିକି ଅଲଗା କୋଉ ସେକ୍ଟରରେ କାମ କଲେ ସୁବିଧା ହବ? କହିବି ସିଏ ହେଲା ଆପଣଙ୍କ ଅଲଗା ଆସ୍ପେକ୍ଟ ଅଛି, ମୁଁ କହିବି ସେଟା, କହିବି ପରେ କହିବି। ଆଜି ମାର୍କେଟ ରିଲେଟେଡ ଡିସ୍କସନ କରିନବା, ତାପରେ ଅଲଗା ଜିନିଷ ମୁଁ କହିବି। କାରଣ ଆଉ କିଛି ଜିନିଷ ଅଛି ନହେଲେ ଡିସ୍କସନ କରିପାରିବାନି। ମାନେ ଆଜି ସବୁ ଜିନିଷ ହେଲା ଆମର ଯୋଉଟା ମାର୍କେଟ ରିଲେଟେଡ ଅଛି, ସେଇ ବିଷୟରେ ଡିସ୍କସନ କରି କହିବା। ଆଉ ଯୋଉ ଅଲଗା ଅଛି କୋଉ ଲାଇନରେ କାହାର ସଫଳତା ମିଳିବ, ସବୁ ଅଛି ନମ୍ବର ଅଛି, ସେଇଟା କହିବା। ତେଣୁ 7 ନମ୍ବର ବ୍ୟକ୍ତି ହେଲେ କଣ, 7 ନମ୍ବର ବ୍ୟକ୍ତି ତେଣୁ ଯେତେ ଅଧିକା ରିସର୍ଚ୍ଚ କରିବେ, ଅଧିକା ପଢିବେ, ଅଧିକା ପରିଶ୍ରମ କରିବେ, ତାହେଲେ ସକ୍ସେସ୍ ଆସିବ। ଅଧିକା ପରିଶ୍ରମ ନ କରି ପାରୁଛନ୍ତି ମିନ୍ସ ମାର୍କେଟ ଠାରୁ ଦୂରେଇ ରହିବା ଉଚିତ। ପ୍ରପର ନଲେଜ ନହେଲେ ମାର୍କେଟକୁ ଓହ୍ଲେଇବେ ନାହିଁ। ଏଫ୍&ଓ ତ ଟୋଟାଲ କରିବାର ନାହିଁ ଯଦି ପରିଶ୍ରମ ନ କରୁଛନ୍ତି। 8 ନମ୍ବର ହେଲେ କଣ, ଆପଣଙ୍କ ସଟନ୍ ସନ୍। ତେଣୁ ଇଏ ହେଲେ କଣ, ଜଜମେଣ୍ଟ। ତେଣୁ ଇଏ ହେଲେ କଣ, ଆଙ୍କର ବୃଦ୍ଧ ଅବସ୍ଥା और ଇଏ ହେଲେ କମନ ମ୍ୟାନ और ଆଙ୍କର ଶୂଦ୍ର और ଲେବରିୟସ କୁହନ୍ତି। ତେଣୁ ରିଅଲିଷ୍ଟିକ ପ୍ଲାନର ଡୋମିନେଟିଂ। ତ ଇଏ ମଧ୍ୟ ସେମ ଜିନିଷ ହେଲା, ଓଭର କନଫିଡେନ୍ସ ହେଇଯାଆନ୍ତି, ଜଜମେଣ୍ଟାଲ ହେଇଯାଆନ୍ତି, ଓଭର କନଫିଡେଣ୍ଟ ହେଇଯାଆନ୍ତି, ଓଭର କନଫିଡେଣ୍ଟ କରି ଏପଟ ସେପଟ କାମ। ଓଭର କନଫିଡେଣ୍ଟ ହେଲେ ଭାଇ ମାର୍କେଟ ପାଇଁ ଡେଞ୍ଜର। ଆପଣ ଫ୍ୟୁଚର ଆଣ୍ଡ ଅପସନ କାମ କରୁଛନ୍ତି, ଯଦି ଓଭର କନଫିଡେଣ୍ଟ ହେଇଯାଉଛନ୍ତି, ଓଭର କନଫିଡେଣ୍ଟ ହେଲେ ଭାଇ ଆପଣଙ୍କୁ ସକ୍ସେସ୍ ମିଳିବା ସମ୍ଭାବନା ବହୁତ କମ। ତେଣୁ ଯଦି ଆପଣ ପ୍ରପର ଷ୍ଟ୍ରାଟେଜି ବେସରେ ଆପଣ ଯଦି ବ୍ୟାକ୍ ଟେଷ୍ଟ କରୁଛନ୍ତି, ସବୁ ଜିନିଷ କରୁଛନ୍ତି, ତାହେଲେ ଫ୍ୟୁଚର ଆଣ୍ଡ ଅପସନ ହାତ ମାରିବେ, ନଚେତ ଫ୍ୟୁଚର ଆଣ୍ଡ ଅପସନ ମଧ୍ୟ ଏସବୁ ଦୂରେଇ ସବୁ ରହିବେ, ଦୂରେଇ ରହିବେ, ଦୂରେଇ ରହିବାଟା ହିଁ ବେଟର। ଯଦି ପ୍ରପର ଷ୍ଟ୍ରାଟେଜି ଆପଣ କରୁଛନ୍ତି, ପ୍ଲାନିଂ କଲେ, ସକ୍ସେସ୍ ହଉଛି ଷ୍ଟ୍ରାଟେଜି ବ୍ୟାକ୍ ଟେଷ୍ଟ, ତାହେଲେ ଆପଣ ଇଏ କରିବେ। କିନ୍ତୁ ଯଥା ସମ୍ଭବ ଫ୍ୟୁଚର ଆଣ୍ଡ ଅପସନ ଦୂରେଇ ରହିବା ବେଟର। ଯଦି ସେତିକି ନଲେଜ ଆପଣଙ୍କ ନଲେଜ ଆଉ ବ୍ୟାକ୍ ଟେଷ୍ଟ ଏସବୁ ଜିନିଷ କରିପାରୁଛନ୍ତି, ଦେଖୁଛନ୍ତି, ସକ୍ସେସ୍ ପାଉଛନ୍ତି, ତାହେଲେ ଆପଣ ଫ୍ୟୁଚର ଆଣ୍ଡ ଅପସନ ଯାଇପାରେ, ନଚେତ ଦୂରେଇ ରୁହନ୍ତୁ। 9 ନମ୍ବର ହେଲେ କଣ, ମାର୍ସ, ଦ୍ୟାଟ ଇଜ ମଙ୍ଗଳ। ଇଏ ହେଲେ କଣ, ସେନାପତି। ଇଏ ହେଲେ କଣ, ସେନାପତି। ତେଣୁ ଇଏ ପଲିଟିକାଲ କନଫିଡେନ୍ସ, କାଇଣ୍ଡ ହାର୍ଟେଡ, ପାସିନେଟ, ଯୁଦ୍ଧ ଜିତିବାରେ ଆଙ୍କର ସବୁ ପ୍ରକାର ଉତ୍ସାହ ଥାଏ। ଏସବୁ ଜିନିଷ ବାଇ ଡିଫଲ୍ଟ କଣ, ଆଙ୍କ ପାଖରେ ଶକ୍ତି ଥାଏ। ବାଇ ଡିଫଲ୍ଟ ମାନେ ନିଜ ଜନ୍ମରୁ ଆଙ୍କ ପାଖରେ ଶକ୍ତି ଥାଏ। ଯେହେତୁ ଶକ୍ତି ଥାଏ, ଜଣଙ୍କ ପାଖରେ ଶକ୍ତି ଥିବ, ସେ ସବୁ ଜିନିଷ ତ କରିପାରିବନି ନା। ନିଜ ଶକ୍ତି ଜାଣିବା ପାଇଁ ପଡିବ। ଯେମିତି କି ହନୁମାନ କଣ କରିଥିଲେ, ତାଙ୍କ ପାଖରେ ଯେହେତୁ ସେ ଶିବଙ୍କର ଅଂଶ, ଶିବଙ୍କର କଳା ନେଇକି ଜନ୍ମ ହେଇଛନ୍ତି, ତାଙ୍କ ପାଖରେ ବାଇ ଡିଫଲ୍ଟ ସବୁ ଜିନିଷ ଅଛି, କିନ୍ତୁ ସେ ନିଜ ଶକ୍ତି ସେ ଜାଣି ପାରୁନଥିଲେ। ତାଙ୍କର କେତେ ଶକ୍ତି ସେ ଜାଣି ପାରୁନଥିଲେ। ଯେତେବେଳେ ପ୍ରଭୁ ଶ୍ରୀରାମଙ୍କର ସଂସ୍ପର୍ଶରେ ଆସିଲେ, ତ ଯେତେବେଳେ ନିଜ ଶକ୍ତି କି ସେ ଜାଣି ପାରିଲେ, ସେ କଣ କଲେ, ସମୁଦ୍ର ପାର ହେଇକି ଲଙ୍କାରେ ପ୍ରବେଶ କରିଥିଲେ। ତ ନିଜ ଶକ୍ତି ଆଙ୍କ ଜଣା ନଥିଲା। ସେଇଭଳି ଯୋଉମାନଙ୍କର ରୁଟ୍ ନମ୍ବର ହେଲା 9,
ତେଣୁ ଏମାନେ ପାଖରେ ରହିଲା କଣ ସ୍କିଲ୍ ରହିଲା, ସ୍କିଲ୍ ଅଛି, ତ ସେଇ ସ୍କିଲ୍ କି ଆପଣ ମାନେ ନିଜର ଭଲସେ କୋଉ ସ୍କିଲ୍ ଅଛି ତାକୁ ଜାଣନ୍ତୁ, ନିଜେ କୋଉ ବାଟରେ ସ୍କିଲ୍ ଅଛି ସେଇଟାକୁ ପ୍ରପରଲି ଜାଣନ୍ତୁ, ଲର୍ଣ୍ଣିଂ ଉପରେ ଟିକେ ଫୋକସ୍ କରନ୍ତୁ, କାରଣ ୟାଙ୍କ ପାଇଁ ମାର୍କେଟ ଅଛି, ଯଦି ପ୍ରପର ସ୍କିଲଫୁଲ ହେଲେ ଲର୍ଣ୍ଣିଂ କଲେ ଆଉ ଡିସିପ୍ଲିନ ଫଲୋ କଲେ, କାରଣ ପ୍ରପର ସ୍କିଲ୍ ନହେଲେ ଯୁଦ୍ଧରେ ଆମକୁ ହାରିବାର ଅଛି, କାରଣ ଏଇ ସେନାପତି ନା ଯଦି ନିଜ ପାଖରେ ପ୍ରପର ସ୍କିଲ୍ ନ ରହିବ ଯୁଦ୍ଧ ହାରିବାର ସମ୍ଭାବନା ଅଧିକା ଥାଏ, ତେଣୁ ଯଦି ପ୍ରପର ସ୍କିଲ୍ ଆପଣ ହାସଲ କରିପାରିଲେ ମତେ ଯୁଦ୍ଧ ଜିତିବାର ଅଛି, ଆଗରେ ଶତ୍ରୁ ଅଛନ୍ତି, କଣ ରଣକୌଶଳ କଲେ ମୁଁ ଜିତି ପାରିବି, ସେଇ ଟାଇପରେ ଇଏ ଯଦି ପ୍ରପର ସ୍କିଲ୍ ଉପରେ ଫୋକସ୍ କଲେ, ସ୍କିଲ୍ ଯଦି ହାସଲ କରିପାରିଲେ ଏମାନେ ମାର୍କେଟରେ ସକ୍ସେସ୍ ହେଇପାରିବେ, ତେଣୁ ମାର୍କେଟ ପାଇଁ ହେଲା ଓଭରଅଲ୍ ଆପଣ ଯୋଉ ଦେଖିଲେ, ଓଭରଅଲ୍ ଯାହା ଆପଣ ଦେଖିଲେ 139 ଯୋଉମାନଙ୍କ ରହିଲା ଏମାନଙ୍କ ପାଇଁ ଭଲ ଅଛି, 139 ହେଲେ ତାଙ୍କ ପାଇଁ ଭଲ ଅଛି, ଯୋଉ ଯୋଉ ଜିନିଷ ଉପରେ ଫୋକସ୍ କରିବା ତ ଫୋକସ୍ କଲେ ଏମାନେ ସକ୍ସେସ୍ ପାଇପାରିବେ। ନେକ୍ସଟ ହେଲା କଣ 5 ଯୋଉ ରହିଲେ 5 ରହିଲେ, ଯେହେତୁ ଯୁବ ଅବସ୍ଥା ରହିଲେ 5 ଯୋଉ ରହିଲେ, ତେଣୁ ଇଏ ମନେ ବିଭିନ୍ନ ପ୍ରକାର କାମ କରିପାରେ, ଯଦି ନିଜକୁ ଯଦି ପ୍ରପର ରିସର୍ଚ୍ଚ ଓରିଏଣ୍ଟେଡ କରିପାରିଲେ, ପ୍ରପର ନଲେଜ ଉପରେ ଫୋକସ୍ କରିପାରିଲେ ତାହେଲେ କରିପାରିବେ, ନଚେତ୍ ଇଏ ଦୂରେଇ ରହିବେ। 7 ଯୋଉ ରହିଲେ 7 ରହିଲେ କେତେ ରହିଲେ, ଇଏ ଯଦି ପ୍ରପର ଲର୍ଣ୍ଣିଂ କଲେ ତାହେଲେ ମାର୍କେଟକୁ ପଶିବେ, ନହେଲେ ମାର୍କେଟ ପଶିବେ ଦୂରେଇ ରହିବେ। 2 ନମ୍ବର ନିଜ ମନ ଉପରେ କଣ୍ଟ୍ରୋଲ ନାହିଁ ତ ପଶିବେନି, ରାହୁ ମଧ୍ୟ ହେଲେ କଣ, ଇଏ ଯଦି ଆପଣଙ୍କର ମନ ବିଭିନ୍ନ ପ୍ରକାର ଜିନିଷ କହିବ, ମିଷ୍ଟେରିୟସ୍ ଜିନିଷ ହାସଲ କରିବା ପାଇଁ ଚେଷ୍ଟା କରିବ, ତେଣୁ ସେଇ ପ୍ରକାର ହେଲେ ଫ୍ୟୁଚର ପାଇଁ ବହୁତ ଖତରା ରୁହେ, କିନ୍ତୁ 4 and 7 ଇଏ କଣ କରିବେ, 4 and 7 ଆପଣ କାମ କରିପାରିବେ, ଫରେଷ୍ଟ ମାର୍କେଟ କରିପାରିବେ, ପ୍ରପର ଲର୍ଣ୍ଣିଂ କରିକିରି କରିପାରିବେ, କିନ୍ତୁ ଫ୍ୟୁଚର ଅପସନ ଆପଣଙ୍କ ପାଇଁ ଖତରା ରହିବ। 6 ନମ୍ବର ହେଲେ କଣ, 6 ନମ୍ବର ହେଲେ ଆପଣଙ୍କର ଶୁକ୍ର ରହିଲେ, ତେଣୁ ଇଏ ସର୍ଟ ଟେମ୍ପର ଯୋଉ ରହିବ, ଡିସିପ୍ଲିନ ଯୋଉ ଫଲୋ ନ କରିବେ, ସେଥିରେ ବହୁତ ଖତରା ହେଇଯିବ, ନଲେଜ ଥିବ, ବହୁତ ନଲେଜ ଥିବ କିନ୍ତୁ ସକ୍ସେସ୍ ପାଇପାରୁନଥିବେ। 6 ନମ୍ବର ବ୍ୟକ୍ତି ନଲେଜ ଥିବ କିନ୍ତୁ ଫ୍ୟୁଚର ଅପସନ ସକ୍ସେସ୍ ପାଇପାରୁନାହାନ୍ତି, ସକ୍ସେସ୍ ପାଇପାରୁନାହାନ୍ତି ଏଇଥିପାଇଁ କଣ, ନିଜ କ୍ରୋଧ ଉପରେ କଣ୍ଟ୍ରୋଲ କରିପାରେ, ଡେଟ୍ ଦେଖିଲେ ତାଙ୍କ ପାଇଁ ଅସୁବିଧା ହୁଏ। ଯୋଉ ଯୋଉ ନମ୍ବର ରହିଲା ଆପଣ ମାନଙ୍କର, और ये वीडियो ଯୋଉମାନେ ବି ଦେଖିବେ ତେଣୁ ସେଇ ଅନୁଯାୟୀ କେୟାରଫୁଲ ରହିବେ, ଇଏ ହେଲା ଆପଣ ଜନ୍ମ ତାରିଖର ନ୍ୟୁମୋଲୋଜି ଜାଣିବା ପାଇଁ ଚାହିଁବେ। ଇଏ ଥିଲା ଆପଣ ନ୍ୟୁମୋଲୋଜି। ନେକ୍ସଟ ହେଲା ଆସନ୍ତା ବାସ୍ତୁ ଉପରେ ଆସିବ। ବାସ୍ତୁ ତାହେଲେ କୁହନ୍ତୁ, ଆପଣ ମାନେ ଯୋଉ ଶୋଉଛନ୍ତି କୋଉ ଦିଗକୁ ମୁଣ୍ଡ ଦେଇ ଶୋଇଛନ୍ତି, ୱାନ୍ ବାଇ ୱାନ୍ କୁହନ୍ତୁ। ସାର୍ ଗୋଟେ ମିନିଟ ସାର୍, ଏଇଟା ହଉଛି ଯୋଉ ମାନେ ନମ୍ବର ଉପରେ କହିଲେ, ଯଦି ମୋର ସପୋଜ ଡେଟ୍ ଅଫ ବାର୍ଥ କି କଣ, ମୋର ତ ସାର୍ଟିଫିକେଟ ଅନୁସାରେ ଅଛି, କଣ ହବ ମୋର ଯଦି ଏଟା ଭୁଲ ଥିବ? ହଁ, ଆପଣ ଡେଟ୍ ଅଫ ବାର୍ଥ ଯାହା ଥିବ ସେଇ ଅନୁଯାୟୀ ରେଜଲ୍ଟ ଆପଣ ପାଇବେ। ଆପଣ ଅରିଜିନାଲ ଯୋଉ ଡେଟରେ ଜନ୍ମ ହେଇଥିବେ ଆପଣ ସେଇ ଅନୁଯାୟୀ ପାଇପାରିବେ। କାରଣ ଏଇଟା ତ ମୋର, ମୁଁ ଯୋଉ କହିଲି ଆପଣଙ୍କୁ ସାର୍ଟିଫିକେଟ ଏଇଟା କହିଲି, ମୋର ଅରିଜିନାଲ ତ ମୁଁ ଜାଣିନି ନା। ଆପଣ ବାବା ଜାଣିଥିବେ, ବାବାଙ୍କୁ ପଚାରି ପାରିବେ, ନା ମା ଜାଣିଥିବେ ପଚାରି ପାରିବେ, ପଚାରିବାକୁ ପଡିବ ଆଉ। ପଚାରି ପାରିବେ। ତେଣୁ ପଚାରି ଡେଟ୍ ସବୁ ଜିନିଷ କହିଦେଲି, ଭିଡିଓ ବି ରହିଲା, ଆପଣ ହୁଁ ଦେଖି ଜାଣିପାରିବେ ଆପଣଙ୍କର କଣ କଣ ସବୁ ଅବସ୍ଥା ରହୁଛି, ଆପଣ ଜାଣିପାରିବେ। ହୁଁ 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 ହୁଁ। ତେଣୁ ଯୋଉ ଡେଟ୍ ରହିଲା ଆପଣଙ୍କ, ଯୋଉ ତାରିଖରେ ଆପଣ ଜନ୍ମ ହେଇଛନ୍ତି, ସେ ତାରିଖ ନେଇକି ଆପଣ ପ୍ଲାନ୍ କରିପାରିବେ। ତାହେଲେ କୁହନ୍ତୁ, ଆପଣ ଶୋଇଲା ବେଳେ ମୁଣ୍ଡ ଟା କୋଉ ଡିରେକ୍ସନ ରହୁଛି? ଯୁଆଡକୁ ସାର ନିଦ ଆଇଲା ସିଆଡୁ ଶୋଇପଡିବା କଥା ଆଉ। ଦକ୍ଷିଣ ଯଦି ଦିଗକୁ। ଆପଣଙ୍କ ମେଣ୍ଟାଲ ସେମିତି ରହିବ, ଯୋଉ ପଟକୁ ମୋ ଇଚ୍ଛା ହେଲା ସେପଟେ ଶୋଇପାରିବି, ସାର୍ ଅର୍ଥାତ ସାର୍ ଆପଣଙ୍କର ପ୍ରାୟୋରିଟି ହଉଛି ପୂର୍ବକୁ ହେଲା। ନାଇଁ ମୁଁ ଧର କହିବି, ନାଇଁ ମଣିଷର ନେଚର ନେଇକରି ତାର ଆକ୍ଟିଭିଟି ହୁଏ ନା। ଯଦି ଜଣେ ଦିମାଗ ଭିତରେ, ମୁଁ କହୁଛି ଆପଣ ଯୋଉ କୋଶ୍ଚିନ୍ ଟା କହିଲେ ସଡନଲି କହିଦେଲେ ନା, ତାର ଇଫେକ୍ଟ ମଧ୍ୟ ନିଜ ଲାଇଫ ଉପରେ ପଡେ। ଜଣଙ୍କର ମୁନରେ ଯଦି ନିଦ ଆସିଲା, ତେଣୁ ସେ କିଛି ସ୍ଥାନ କାଳ ପାତ୍ର ପାଇଲାନି, ଯେକୌଣସି ମୁଣ୍ଡ ଯେକୌଣସି ଦିଗରେ ଶୋଇ ପଡିଲା,
तो ये जगह कौन हुए ना लाइफ रे डिसीजन नेक सक्सेस पाए पई एमानटे प्रॉब्लम हुए काहे ना मन को जहाँ आसले से मान करदेले तो जो मन को जहाँ आसबे करदेबे मीन से जगह रे आपन सक्सेस रेट टा कमी जाए किंतु जड़े जदि प्रॉपर प्लानिंग करी किछि करे ताल से जे कण हबो सक्सेस रेट टा अधिका रहे जो प्रॉपर प्लानिंग करी काम करिवे ता माने जे प्रॉपर प्लानिंग कर 100% सक्सेस पाइबे ना कारण आपण प्लानिंग करी कलम आपण सब प्रकार प्लानेट आपण को आपण पीरियड अनुଯାୟୀ आपण फेवरेबल हवा दरकार ना କିନ୍ତୁ ପ୍ରପର ପ୍ଲାନିଂ କରିବା କଣ ନା ସକ୍ସେସ ରେଟ୍ ବଢି କି ରୁହେ ପ୍ରପର ପ୍ଲାନିଂ ଯଦି ନ କରୁଛନ୍ତି ତାହେଲେ ସେ ଜାয়গা ନା ସକ୍ସେସ ରେଟ୍ ଟା କମ ହୁଏ ତେଣୁ ସେଥିପାଇଁ ଯାହା କରେ ଲାଇଫ ରେ ଭାବିଛନ୍ତି ପ୍ଲାନିଂ କରି ଯଦି କରୁଛନ୍ତି ତ ସକ୍ସେସ ରେଟ୍ ଅଧିକ ରହିବ ତା ମାନେ ଯେ ଫେଲୁଅର ହବନି ବୋଲି କିଛି ଲାଇଫ ରେ ଯେ ପ୍ଲାନିଂ କରି କରୁଛନ୍ତି 100% ସକ୍ସେସଫୁଲ ନା ହବନି କିନ୍ତୁ ସକ୍ସେସ ରେଟ୍ ଟା ଜେନେରାଲି ଅଧିକ ରହିବ ତେଣୁ ଯାହା କରିବେ ପ୍ଲାନିଂ କରିବେ ଯଦି ଆପଣ ମୁଣ୍ଡ ଇଷ୍ଟ ଡିରେକ୍ସନ ରଖୁଛନ୍ତି ଇଷ୍ଟ ଡିରେକ୍ସନ ଇଷ୍ଟ ରେ କଣ ନା ଆପଣଙ୍କ ନଲେଜ ପ୍ରାପ୍ତି ହବ ନଲେଜ ପ୍ରାପ୍ତି ହବ କିନ୍ତୁ ଧନ ପ୍ରାପ୍ତି ହବନି ନଲେଜ ପ୍ରାପ୍ତି ହବ ଆପଣ ନଲେଜ ହବ କିନ୍ତୁ ନଲେଜ ଅନୁଯାୟୀ ଆପଣଙ୍କ ଧନ ପ୍ରାପ୍ତି ହବନି ନଲେଜ ବଢି ବଢି ଚାଲିବ ଯଦି ଇଷ୍ଟ ଡିରେକ୍ସନ ଆପଣ ମୁଣ୍ଡ ଦେଇ ଅଛନ୍ତି ଯଦି ଆପଣ ସାଉଥ ଡିରେକ୍ସନ ଅଛନ୍ତି ସାଉଥ ତାହେଲେ ସାଉଥ ଗଲେ ଆପଣଙ୍କର ଧନ ପ୍ରାପ୍ତି ହେବାର ସମ୍ଭାବନା ରୁହେ ନର୍ଥ ଡିରେକ୍ସନ କେବେ ହେଲେ ମୁଣ୍ଡ ଦେବେ ନାହିଁ ନର୍ଥ ଡିରେକ୍ସନ କୁ ଏନର୍ଜି ଫ୍ଲୋ ହୁଏ ଯେହେତୁ ଏନର୍ଜି ଫ୍ଲୋ ହୁଏ ତେଣୁ ଏଥିପାଇଁ ଆପଣଙ୍କର ସବୁ ପ୍ରକାର କ୍ଷେତ୍ର ତେଣୁ ଏ ଜାଗାରେ ମୁଣ୍ଡ ଯାଇକି କେବେ ହେଲେ ନର୍ଥ ଶୋଇବେ ୱେଷ୍ଟ ଡିରେକ୍ସନ ଟା ପାଇଁ ମାନେ ବହୁତ ପ୍ରକାର ଅଲଗା ଅଲଗା ମାନେ ଅଲଗା ଅଲଗା ପ୍ରକାର ପ୍ରେଡିକ୍ସନ ଅଛି ଅଲଗା ଅଲଗା ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ମତ ଦିଅନ୍ତି ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ମତ ଦିଅନ୍ତି ତେଣୁ ୱେଷ୍ଟ ମଧ୍ୟ ଆଭଏଡ କରିବେ ୱେଷ୍ଟ ଡିରେକ୍ସନ ବିଭିନ୍ନ ପ୍ରକାର ପଣ୍ଡିତ ବିଭିନ୍ନ ପ୍ରକାର ମତ ଦିଅନ୍ତି ବିଭିନ୍ନ ପ୍ରକାର ଶାସ୍ତ୍ର ବିଭିନ୍ନ ପ୍ରକାର ମତ ଦିଅନ୍ତି ୱେଷ୍ଟ ପାଇଁ ଟିକେ କନଫ୍ଲିକ୍ଟ ଅଛି ଦ୍ୱନ୍ଦ୍ୱ ରହୁଛି ସେଥିପାଇଁ ଆଭଏଡ ଆପଣ କରିବେ ତେଣୁ ଇଷ୍ଟ ଆଉ ସାଉଥ ଆଉ ଯଦି ଆପଣ ସେୟାର ମାର୍କେଟରେ କାମ କରିବା ପାଇଁ ଚାହୁଁଛନ୍ତି ସବୁବେଳେ ସାଉଥ ଡିରେକ୍ସନ ବାଛନ୍ତୁ ଯଦି ଆପଣ ସେୟାର ମାର୍କେଟରେ କାମ କରୁଛନ୍ତି ତାହେଲେ ସାଉଥ ଡିରେକ୍ସନ ରେ ମୁଣ୍ଡ ଦେଇକି ଶୋଇବା ପାଇଁ ଚେଷ୍ଟା କରନ୍ତୁ ସାଉଥ ଡିରେକ୍ସନ କୁ ପ୍ଲସ ଆପଣଙ୍କ ବେଡରୁମ ଟା ମଧ୍ୟ ସାଉଥ ଡିରେକ୍ସନ ରହିବା ଦରକାର ବେଡରୁମ ଟା ସାଉଥ ଡିରେକ୍ସନ ରହିବା ଦରକାର ଆଉ ସାଉଥ କୁ ମୁଣ୍ଡ ଦେଇକି ଶୋଉଛନ୍ତି ତାହେଲେ ଆପଣ ପାଇଁ ବେଟର ରହିବ ଧନ ପ୍ରାପ୍ତି ପାଇଁ ବେଟର ରହିବ ଲୋକ ଟିକେ ବହୁତ ପରିଶ୍ରମ କଲେ ନଲେଜ ଥିବ ସବୁ ଜିନିଷ ସକ୍ସେସ ହେଇପାରୁନି ଦ୍ୟାଟ ମିନ୍ସ କିଛି ନା କିଛି ତାଙ୍କର ପ୍ରୋବ୍ଲେମ ଅଛି ନଲେଜ ଅଛି ଷ୍ଟ୍ରାଟେଜି ଜାଣିଛନ୍ତି ଡିସିପ୍ଲିନ ଅଛି ସବୁ ଅଛି ଫିର ବି ମାର୍କେଟ ସକ୍ସେସ ହେଇପାରୁନାହାନ୍ତି ତ କିଛି ପ୍ରୋବ୍ଲେମ ତ ଅଛି ଯଦି ବାସ୍ତୁ ପ୍ରୋବ୍ଲେମ ଥିବ ହେଇପାରିବ କି ଆପଣ ପ୍ଲାନେଟ ଯୋଉ ଟାଇମରେ ଯୋଉ ପ୍ଲାନେଟ ମୁଭ ଅଛି ଆପଣ ଯୋଉ ଗୋଚର ଚାଲିଛି ସେଥିରେ କିଛି ଖରାପ ଅଛି ଯୋଉଥିରେ କୋଉ ଦଶା ଚାଲିଛି ସେ ଦଶାଟା ଭଲ ଚାଲିଛି ଯୋଉଥିପାଇଁ ଆପଣଙ୍କୁ ପଇସାଟା ଆସିପାରୁନି ପଇସାଟା ବ୍ଲକ ହେଇ ରହିପାରୁଛି ସେଥିପାଇଁ ମଧ୍ୟ ପ୍ରପରଲି ଭଲ କରୁଛନ୍ତି ସକ୍ସେସ ଆସିବ ତେଣୁ ଯଦି ଆପଣ ମାର୍କେଟରେ କାମ କରୁଛନ୍ତି ତାହେଲେ କଣ କରିବେ ନା ଆପଣ ବେଡରୁମକୁ ସାଉଥ ଡିରେକ୍ସନରେ ରଖିବା ପାଇଁ ଚେଷ୍ଟା କରନ୍ତୁ ସାଉଥ ଡିରେକ୍ସନରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ ଆଉ ସାଉଥ ଡିରେକ୍ସନରେ ମୁଣ୍ଡ ଦେଇ ଶୋଇବା ପାଇଁ ଚେଷ୍ଟା କରନ୍ତୁ ନେକ୍ସଟ ଆପଣ ବସିବେ କୋଉ ଜାଗାରେ ବସିଛନ୍ତି ଶୁଣନ୍ତୁ ଆପଣ ମାନେ ଯୋଉଠି ଟ୍ରେଡିଂ କଲା ବେଳେ କୋଉ ଜାଗାରେ ବସନ୍ତି କୋଉ ଡିରେକ୍ସନରେ ବସନ୍ତି ସପୋଜ ମୁଁ ଗୋଟେ ଡିରେକ୍ସନ ଲେଖିଦଉଛି ସପୋଜ ମୁଁ ନେଲି ଏଠି ଇଷ୍ଟ ଇଏ ହେଲା ୱେଷ୍ଟ ଇଏ ହେଲା ସାଉଥ ଇଏ ହେଲା ନର୍ଥ ଏଠି କେତେ ଲୋକ ମତେ ଏଠି ନର୍ଥ ସାଉଥ ଇଷ୍ଟ ୱେଷ୍ଟ କରନ୍ତି ମୁଁ ଏ ଡିରେକ୍ସନ ନେଇ କହୁଛି ମତେ ବର୍ତ୍ତମାନ କୁହନ୍ତୁ ଆପଣ କୋଉ ଡିରେକ୍ସନ ରେ ବସିକି ଟ୍ରେଡିଂ କରନ୍ତି ଇଷ୍ଟ ପଟକୁ ମୁହଁ କରିକି ଇଷ୍ଟ ପଟକୁ ଫେସଟା ରହୁଛି ବସନ୍ତି କୋଉ ଜାଗାରେ ମୁହଁ ଫେସିଂ କଥା ମୁଁ କହିନି ମୁଁ କହୁଛି ବସୁଛନ୍ତି ଯୋଉଠି କୋଉ ଡିରେକ୍ସନରେ ବସୁଛନ୍ତି ଆପଣ ତାହେଲେ କୋଉ ଜାଗାରେ ଆପଣ ବସୁଛନ୍ତି ଏ ଜାଗାରେ ଘରର ବସନ୍ତି ନା ଏ ଜାଗାରେ ନା ଏଠି ନା କୋଉ ଜାଗାରେ ଦେଖନ୍ତୁ ଏଇଟା ହେଲା ଆପଣଙ୍କର ସାଉଥ ଇଷ୍ଟ ଇଏ ହେଲା ସାଉଥ ୱେଷ୍ଟ ଇଏ ହେଲା ନର୍ଥ ୱେଷ୍ଟ ଇଏ ହେଲା ନର୍ଥ ଇଷ୍ଟ ଇଏ ହେଲା ପ୍ରପର ସାଉଥ ଇଏ ହେଲା ପ୍ରପର ୱେଷ୍ଟ
ଇଏ ହେଲା ପ୍ରପର ନର୍ଥ, ଇଏ ହେଲା ପ୍ରପର ଇଷ୍ଟ। ବସୁଛନ୍ତି କୋଉ ଜାଗାରେ? ମୁଁ ସାର୍ ପ୍ରପର ସାଉଥ ରେ ବସି ଇଷ୍ଟ ୱେଷ୍ଟ। ଆପଣ ୱେଷ୍ଟରେ, ମିଡିଲ ୱେଷ୍ଟରେ। ଏଇଠି ବସୁଛନ୍ତି ନାଇଁ? ସାର୍ ଏଇ ଆଜ୍ଞା। ଯୋଉ ରୁମ ରେ ନର୍ଥ ଇଷ୍ଟ କଣ କଣ ରହୁଛି? ନର୍ଥ ଇଷ୍ଟ କୋଣରେ ବସୁଛନ୍ତି। ଗୋଟେ ରୁମ, ସେଇଟା ଏଇଟା ରୁମ ତ ସାର୍, ରୁମ ର ପୁରା କୋଣରେ ଆଉ। ଓକେ। ଫେସ୍ କୋଉ ପଟୁ କରିଛନ୍ତି? ସେଟା ଇଷ୍ଟ ଆଡକୁ। ସମସ୍ତେ, ଆଉ କିଏ କୋଉ ଡିରେକ୍ସନ ଫେସ୍ କରୁଛନ୍ତି? ବର୍ଷା ସାଉଥ। ସବୁବେଳେ ମନେ ରଖିବେ, ଫେସ୍ ଟା ଆଇଦର ଆପଣଙ୍କ ନର୍ଥ ରହିବ ଅର ଇଷ୍ଟ ରହିବ। ସବୁବେଳେ ମନେ ରଖିବେ, କୋଉ ଡିରେକ୍ସନ ରେ ରଖିବେ, କୋଉ ଡିରେକ୍ସନ ରଖିବେ? ନର୍ଥ ଆଣ୍ଡ ଇଷ୍ଟ, ନର୍ଥ ଆଣ୍ଡ ଇଷ୍ଟ। ନର୍ଥ ଆଣ୍ଡ ଇଷ୍ଟ ବି ମୁହଁ ରଖିବେ। ମୁହଁ ରଖି ଯଦି କାମ କରିବେ ତାହେଲେ ସେଇଟା ଆପଣ ବେଟର କରିବେ। ମୁଁ ଯୋଉ ପଏଣ୍ଟ କହୁଛି ସେ ପଏଣ୍ଟ ସବୁ ନୋଟ ଡାଉନ କରି ରଖନ୍ତୁ, ଆପଣ କାମରେ ଆସିବ। ତ ସବୁବେଳେ ମନେ ରଖିବେ କୋଉ ଡିରେକ୍ସନ ମୁହଁ ରଖିବେ, ନର୍ଥ ଅର ଇଷ୍ଟ। ନର୍ଥ ଅର ଇଷ୍ଟ ଡିରେକ୍ସନ ରଖିବେ। ବସିବେ କୋଉ ଜାଗାରେ? ବସିବେ ହଉଛି ସାର୍ ଏବେ କ୍ଲାସ ଚାଲିଛି, କ୍ଲାସ ସାରିକି ଫୋନ କରୁଛି। କ୍ଲାସ ଚାଲିଛି ସାର୍। ଟିକେ ହଉ, ଗୋଟେ ମିନିଟ ଜଷ୍ଟ।
ଗୋଟେ ଇମ୍ପୋର୍ଟାନ୍ସ କଲ୍ ଆସିଗଲା ତେଣୁ ସେଥିପାଇଁ କଥା ହେଲି ରହିଗଲି। ଅଛନ୍ତି ଆପଣ ମାନେ? ଏ ସାର୍ ନ କୁହନ୍ତୁ। ଆଜ୍ଞା ସାର୍ ରହୁଛି। ଗୋଟେ ଇମ୍ପୋର୍ଟାନ୍ସ ଫୋନ କଲ୍ ଆସିଲା ତେଣୁ ଆଭଏଡ୍ କରି ହେଲାନି। ଚାଲନ୍ତୁ ତାହେଲେ ଜିନିଷ ହେଲା ଆମେ ଫେସ୍ ଟା କୋଉ ଡିରେକ୍ସନ ରହିବ? ଫେସ୍ ଟା ଆମର ସବୁବେଳେ କଣ ରହିବ? ଆଇଦର ନର୍ଥ ରଖିବା, ନର୍ଥ କୁ और ईस्ट की रखिए। ଫେସ୍ ସବୁବେଳେ ନର୍ଥ ଆଉ ଇଷ୍ଟ କୁ ରଖିବେ। ନେକ୍ସଟ ହେଲା ବସିବା ସ୍ଥାନ ହେଲା, ବସିବେ ଆଇଦର ଆପଣ ସାଉଥ ରେ ବସିବେ, ସାଉଥ ରେ ବସି ପାରିବେ और साउथ वेस्ट ରେ ବସିବେ। କୋଉ ଜାଗାରେ ବସିବେ? ସାଉଥ ରେ ବସିବେ और साउथ वेस्ट ରେ ବସିବେ। ଅଦର ଡିରେକ୍ସନ କୁ ଆଭଏଡ କରିବେ। ଅଦର ଡିରେକ୍ସନ ଆଭଏଡ କରିବେ, ଆଇଦର ସାଉଥ ରେ ବସିବେ और साउथ वेस्ट ରେ ବସିବା ପାଇଁ ଚେଷ୍ଟା କରିବେ। ଆପଣ ଆଇଦର ଘରେ କାମ କରନ୍ତୁ, ଅଫିସ ରେ କାମ କରନ୍ତୁ, ଯେକୌଣସି ଜାଗାରେ ଆପଣ କାମ କରୁଛନ୍ତି କରନ୍ତୁ, କିଛି ଅସୁବିଧା ନାହିଁ। ସବୁବେଳେ ଚେଷ୍ଟା କରିବେ ସାଉଥ, ଏଇ ଡିରେକ୍ସନ ସାଉଥ ବସୁଛନ୍ତି ତାହେଲେ ନର୍ଥ କୁ ଫେସ୍ କରିପାରିବେ, ତାହେଲେ ଏ ଜାଗାରେ ବସିକିରି ଏଠି ବସିକିରି ଏପଟକୁ ମୁହଁ କରିପାରିବେ, କିଛି ଅସୁବିଧା ନାହିଁ। और ଯେ ସାଉଥ ୱେଷ୍ଟ ରେ ବସୁଛନ୍ତି, ଏଠି ସାଉଥ ୱେଷ୍ଟ ଏଠି ଜାଗାରେ ବସୁଛନ୍ତି, ସାଉଥ ୱେଷ୍ଟ ରେ ବସିଲେ ତାହେଲେ ଆପଣ ଏଇଠୁ ଇଷ୍ଟ କି ଫେସ୍ କରିପାରିବେ ଯଦି ସୁବିଧା ନାହିଁ, ନହେଲେ ନର୍ଥ କୁ ଫେସ୍ କରିପାରିବେ। ଏଇଠି ବସିଲେ ଆପଣ ଟେବୁଲ ଟା ଏଇଠି ହେଲେ ଏପଟ ସାଇଡ କି ନର୍ଥ କୁ ଫେସ୍ କରିପାରିବେ। ବାସ୍ତୁ ଅନୁଯାୟୀ ଆପଣ ଚେଷ୍ଟା କରନ୍ତୁ କଣ କଣ କରିବେ ନା। ପ୍ରଥମ ଜିନିଷ ହେଲା ବେଡରୁମ ଟା ଆପଣଙ୍କର ସାଉଥ ରେ ରହିବ। ବେଡରୁମ ଟା ସାଉଥ ରେ ରଖିବେ। ଫେସ୍ ମଧ୍ୟ ସରି ଆପଣଙ୍କ ହେଡ ମଧ୍ୟ କଣ କରିବେ? ହେଡ ଆପଣଙ୍କ ସାଉଥ ଡିରେକ୍ସନ ଦେବା ପାଇଁ ଚେଷ୍ଟା କରିବେ। ବସି ଟ୍ରେଡିଂ କଲା ବେଳେ ଆପଣ ଫେସ୍ ଟା ଆଇଦର ନର୍ଥ କୁ ରଖିବେ और ईस्ट को ରଖିବେ। ନେକ୍ସଟ ହେଲା କୋଉ ଡିରେକ୍ସନ ରେ ବସିବେ, କୋଉ ଜାଗାରେ ବସିବେ, ଆଇଦର ଆପଣ ସାଉଥ ରେ ମିଡିଲ ରେ ବସି ପାରିବେ और साउथ वेस्ट कॉर्नर ଜାଗାରେ ମଧ୍ୟ ବସି ପାରିବେ। ଯୋଉଠି ଜାଗାରେ ବସିବେ ଆଇଦର ସାଉଥ ରେ ମିଡିଲ ରେ ବସନ୍ତୁ, ନଚେତ ସାଉଥ ୱେଷ୍ଟ ରେ ବସନ୍ତୁ, କିନ୍ତୁ ଫେସ୍ ଟା କଣ କରିବେ? ଆଇଦର ଫେସ୍ ଇଷ୍ଟ ଡିରେକ୍ସନ ରଖିବେ ନଚେତ ନର୍ଥ ଡିରେକ୍ସନ କରିବେ। ତ କଲେ ତ ଆପଣଙ୍କର ଟ୍ରେଡିଂ ପାଇଁ ଆପଣ ପ୍ରପର ସେଟଅପ୍ ଫଲୋ କରିପାରିବେ। ତା ପୂର୍ବରୁ ପ୍ରଥମ ଜିନିଷ ହେଲା ଭାଇ ଲର୍ଣ୍ଣିଂ, ସେକେଣ୍ଡ ହେଲା ଡିସିପ୍ଲିନ। ଆକୁ ପ୍ରପରଲି ହବା ଦରକାର, ପ୍ରପର ନଲେଜ ଆପଣ ପାଖରେ ରହିବା ଦରକାର, ଡିସିପ୍ଲିନ ଫଲୋ କରୁଥିବେ। ତାହା ସହିତ ଯଦି ଏଇ ଜିନିଷ ଆପଣ ଫଲୋ କରୁଛନ୍ତି ତାହେଲେ ଟ୍ରେଡିଂ ଜର୍ଣ୍ଣିରେ ଆପଣଙ୍କର ସକ୍ସେସଫୁଲ ଆସିବ। ଆଉ ତ ବହୁତ ଜିନିଷ ଅଛି, ଆହୁରି ବହୁତ ଜିନିଷ ଅଛି। ଆପଣ ଆଷ୍ଟ୍ରୋଲୋଜି ଅନୁସାରେ ଅଲଗା ପ୍ରକାର ଅଛି, କୋଉ ପ୍ଲାନେଟାରୀ କୋଉ ଡେ ରେ ଆପଣ ଟ୍ରେଡ କରିବା ଦରକାର, କୋଉ ଡେ ରେ ଟ୍ରେଡ କୁ ଆଭଏଡ କରିବେ। ଯଦି ଆପଣ ପ୍ରପରଲି ଆଷ୍ଟ୍ରୋଲୋଜି କି ଫଲୋ କରୁଛନ୍ତି, ପ୍ରପର ଆଷ୍ଟ୍ରୋଲୋଜି ଯଦି ଆପଣ ଫଲୋ କରୁଛନ୍ତି, ଆପଣଙ୍କ ଆଷ୍ଟ୍ରୋଲୋଜି କୋଉ ଦିନ କୋଉ ସମୟ ଆପଣଙ୍କ ଶୁଭ ମୁହୂର୍ତ୍ତ ରହୁଛି, କୋଉ ଦିନ କୋଉ ସମୟ ଶୁଭ ମୁହୂର୍ତ୍ତ ରହୁଛି। ଯଦି ଗୋଟେ ମାସରେ ଯଦି ଆପଣ ବାହାର କରିଦଉଛନ୍ତି ମୋର ଏଇ ଡେ ମୋ ପାଇଁ ଭଲ ଅଛି, ଭଲ ମୁହୂର୍ତ୍ତ ଅଛି, ଆଉ ସେହି ମୁହୂର୍ତ୍ତରେ ଆପଣ ଦେଖିଲେ ପ୍ରଥମ ବାହାର କଲେ ଡେ ବାହାର କରିଦେଲେ, ଡେଟ୍ ବାହାର କରିଦେଲେ କୋଉ ଡେଟ ରେ ଆପଣଙ୍କ ପାଇଁ ଶୁଭ ମୁହୂର୍ତ୍ତ ଅଛି, ଆଉ ସେଇ ଟାଇମରେ ଆପଣ କହିଲେ ଶୁଭ ମୁହୂର୍ତ୍ତ ବାହାର କରିଦେଲେ। ସାର୍ ସେଟା ସପୋଜ କେମିତି ଆପଣ କାଲକୁଲେସନ ହଉଛି? ଆଜ୍ଞା ସେଇଟା ସାର୍ କେମିତି କାଲକୁଲେସନ ହବ? ଏଇଟା ଆପଣ ଆଷ୍ଟ୍ରୋଲୋଜି ଅନୁଯାୟୀ ଆପଣଙ୍କର ଯୋଉ ଡେଟ୍ ଅଫ ବାର୍ଥ, ପ୍ଲେସ୍ ଅଫ ବାର୍ଥ, ଆପଣଙ୍କର ରହିଲା ଟାଇମ ଅଫ ବାର୍ଥ, ଏଇ ଯେମିତି ଆପଣ ଜନ୍ମ କୁଣ୍ଡଳୀ ଯୋଉ ତିଆରି ଅଛି, ତ ଏଥିରୁ ଏଇଟା କାଲକୁଲେସନ ହବ। ଏଥିରୁ କାଲକୁଲେସନ ଆପଣ ବାହାର କରିପାରିବେ ଯେ ଆପଣ ଗୋଟେ ମାସ ଏବେ ବର୍ତ୍ତମାନ ଆପଣ କୋଉ ଦଶା ଚାଲିଛି, କୋଉ ଦଶାରେ ଆପଣ ପାଇଁ ଉପଯୁକ୍ତ କଣ ଫାଇନାନ୍ସିଆଲ ଆପଣ କଣ ଉପଯୁକ୍ତ ଅଛି, ଆଉ କୋଉ ସମୟ ଆପଣଙ୍କ ପାଇଁ ବେଟର ପିରିୟଡ ଅଛି। ଯୋଉ ସମୟ ଆପଣ ବେଟର ପିରିୟଡ ଅଛି, ସେଇ ବେଟର ପିରିୟଡ ସେଇ ମନ୍ଥରେ ସେଇ ଡେ ଆଉ ସେଇ ଡେ ର ଟାଇମ, ସେଇ ଡେ ର ଟାଇମ ଯଦି ଆପଣ ବାହାର କରିଦେବେ ତାହେଲେ କିଛି ଅସୁବିଧା ନାହିଁ। ତାହେଲେ ସେଇ ସମୟରେ କଲେ କଣ, ତା ମାନେ କଣ ଆପଣ ଭାବିବେ କଣ ମୋର ଲସ୍ ହବନି। ଜଣେ ଯଦି ଏତେ ସବୁ ଜିନିଷ ଫଲୋ କରେ ଜଣେ କାଇଁ 100% ହବ ନାଇଁ, ସବୁ ଜିନିଷ ମିକ୍ସିଂ ହେଇକି ଆପଣ ରେଜଲ୍ଟ ମିଳିବ। ପ୍ରଥମ ଜିନିଷ ହେଲା ଫାଷ୍ଟ ପ୍ରାୟୋରିଟି ହେଲା ଏଇଟା କଣ, ଲର୍ଣ୍ଣିଂ ଡିସିପ୍ଲିନ ପାଖରେ ଥିବା ଦରକାର। ଆ ସହିତ ଇନ୍ ଆଡିସନ ଟୁ ଦିସ୍, ଏଇଟା ହେଲା ଫାଷ୍ଟ, ଏଇଟା ହେଲା ଏକ ନମ୍ବର। ଆ ବିନା ଭାଇ କିଛି ହବନି। ଯଦି ଆପଣଙ୍କ ପାଖରେ ନଲେଜ ନାହିଁ, ଡିସିପ୍ଲିନ ନାହିଁ, ତାହେଲେ ମାର୍କେଟରେ ସକ୍ସେସ୍ ହବାର ସମ୍ଭାବନା ଟୋଟାଲ ବି ନାହିଁ। ପ୍ରଥମ ଜିନିଷ ହେଲା ଏଇଟା ଥିବ, ଇନ୍ ଆଡିସନ ଟୁ ଦିସ୍, ଆ ସହିତ
ଯଦି ଏଇ ଜିନିଷ କିଛି କିଛି ଛୋଟ 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 ଜିନିଷ ଯଦି ଆପଣ ଫଲୋ କରୁଛନ୍ତି ତାହେଲେ ସେ ଜାଗାରେ ଆପଣଙ୍କର ସକ୍ସେସ୍ ରେଟ୍ ବଢିଯିବ। ଯଦି ଆପଣ ଲର୍ଣ୍ଣିଂ ଆଉ ଡିସିପ୍ଲିନ ନେଇକି ଆପଣ ସକ୍ସେସ୍ ରେଟ୍ ଯଦି 70% ରହୁଛି, ଏସବୁ ଜିନିଷ ଯଦି ଆପଣ ପ୍ରପରଲି ଫଲୋ କରି ଯଦି କରୁଛନ୍ତି ତାହେଲେ ଏ ଜାଗାରେ କଣ ହବ, ଆପଣଙ୍କ ସକ୍ସେସ୍ ରେଟ୍ ଆହୁରି ବଢିଯିବ। ଇଏ ଆପଣଙ୍କର 90% ହେଇପାରେ, 95% ହେଇପାରେ, 85% ହେଇପାରେ। ଅର୍ଥାତ୍ ଆପଣ ଲର୍ଣ୍ଣିଂ ଆଉ ଡିସିପ୍ଲିନ 70% ପାଉଥିଲେ, ଆପଣ ସମ୍ପୂର୍ଣ୍ଣ ନଲେଜ ଆପଣଙ୍କ ପାଖରେ ଅଛି, ସବୁ ଜିନିଷ ଅଛି, ଯେତିକି ସକ୍ସେସ୍ ପାଉଥିଲେ 70% ପାଉଥିଲେ, ଇଏ ପରସେଣ୍ଟେଜ ହାରଟା ବଢିଯିବ। କିନ୍ତୁ ଆପଣ ଲର୍ଣ୍ଣିଂ ଡିସିପ୍ଲିନ ସବୁ ଅଛି କିନ୍ତୁ ସକ୍ସେସ୍ ମିଳୁନି। ଲର୍ଣ୍ଣିଂ ଡିସିପ୍ଲିନ ସବୁ ଅଛି ଫିର ବି ସକ୍ସେସ୍ ପାଉନାହାନ୍ତି, ତ ଅର୍ଥାତ୍ ଏ ଜାଗାରେ କିଛି ଗୋଳମାଳ ସବୁ ଜିନିଷ ଅଛି। ତ ଆକୁ ଆପଣ ରେକ୍ଟିଫାଇ କରିବାକୁ ପଡିବ, ବାସ୍ତୁ ଅନୁଯାୟୀ ରେକ୍ଟିଫାଇ କରିବା ପାଇଁ ପଡିବ, ନ୍ୟୁମରୋଲୋଜି ଅନୁଯାୟୀ ରେକ୍ଟିଫାଇ କରିବା ପାଇଁ ପଡିବ, ଆଷ୍ଟ୍ରୋଲୋଜି ଅନୁଯାୟୀ କିଛି ରେକ୍ଟିଫାଇ କରୁଛନ୍ତି। ଛୋଟ ଛୋଟ ଜିନିଷ, ବଡ ବଡ ଜିନିଷ ଏଇନି, ଛୋଟ ଛୋଟ ଜିନିଷ ଯଦି ଆପଣ ଫଲୋ କରୁଛନ୍ତି ତାହେଲେ ଇଏ ଆପଣ ଲର୍ଣ୍ଣିଂ ଡିସିପ୍ଲିନ ସହିତ ଇଏ ଆପଣଙ୍କୁ ଆଡିସନାଲ ହେଲ୍ପ କରିବ ସକ୍ସେସ୍ ହବା ପାଇଁ। ଜଣେ କହିବେ ସାର୍ ମୁଁ ଏସବୁ ଜିନିଷ କିଛି ଜାଣିନି, ଆଷ୍ଟ୍ରୋଲୋଜି ମୁଁ କେବେ ବିଶ୍ୱାସ କରେନି, ନ୍ୟୁମରୋଲୋଜି ବିଶ୍ୱାସ କିଛି କରେନି, ବାସ୍ତୁ କିଛି ପାଳନ କରେନି, କିନ୍ତୁ ମୁଁ କଣ ସକ୍ସେସ୍ ପାଇଛି। ମୁଁ ଏସବୁ ଅନ୍ଧବିଶ୍ୱାସ ବିଶ୍ୱାସ କରେନି। ଆପଣ ବିଶ୍ୱାସ କରନ୍ତୁ କି ନ କରନ୍ତୁ, ଆପଣ ଯୋଉ ବାଇ ଡିଫଲ୍ଟ ଯୋଉଟା କରୁଛନ୍ତି ନା, ଆପଣଙ୍କର ସେ ନିୟତି ଆପଣ ସେ ଡିରେକ୍ସନ ଟାଣି ନେଇଛି, ତ ସେଥିପାଇଁ ଆପଣ ସକ୍ସେସ୍ ପାଇছে। ଆପଣ ଆଷ୍ଟ୍ରୋଲୋଜି ଅନୁଯାୟୀ ଆପଣ ଭଲ ଟାଇମ ଚାଲିଛି ବର୍ତ୍ତମାନ, ଯେହେତୁ ଭଲ ଟାଇମ ଯୋଉ ଦଶା ରୁହେ ସପୋଜ ଆପଣଙ୍କର ଗୁରୁ ମହାଦଶା ଯେତେବେଳେ ଚାଲିଥିବ ସେ 12 ବର୍ଷ ରହିବ, ତେଣୁ ସେ 12 ବର୍ଷ ରହିଲେ ଜୁପିଟରଙ୍କ ଯେତେବେଳେ ଚାଲିଥିବ ପ୍ଲାନେଟାରୀ ମୁଭ ଚାଲିଛି ସେ 12 ବର୍ଷ ରହିବ। ତେଣୁ 12 ବର୍ଷ ରହିଲା ଭିତରେ ସେ, ତେଣୁ ଆପଣଙ୍କୁ ଯଦି ଭଲ ଟାଇମ ଆପଣ ସେଇଟା ପଡିଛି, ଭଲ ଆହୁରି ପ୍ଲାନେଟ ତାକୁ ସପୋର୍ଟ କଲେ, ତାହେଲେ ସେ 12 ବର୍ଷ ଆପଣ ସକ୍ସେସ୍ ଦେଇ ଚାଲିବ। ଆପଣ ଯାହା କରୁଥିବେ ସେ ସକ୍ସେସ୍ ପାଇ ଚାଲିଥିବେ, ଆପଣ ମାନନ୍ତୁ ନ ମାନନ୍ତୁ, ଆପଣ ଆଷ୍ଟ୍ରୋଲୋଜି ବିଶ୍ୱାସ କରନ୍ତୁ ନ କରନ୍ତୁ, ଇଏ କରନ୍ତୁ, ଆପଣ ଦଶାଟା ତ ଭଲ ଚାଲିଛି ନା, ତେଣୁ ସେଇଟା ଆମେ ଭଲ ରେଜଲ୍ଟ ପାଉଛନ୍ତି। ଆପଣ ଯାହା ଦେହରେ ହାତ ମାରିଲେ ବି, ଆଳୁରେ ହାତ ମାରିଲେ ବି ସେ ସୁନା ହେଇଯିବ, ଯାହାକୁ ଯାହା କହିଦେ ସେ ଫଳିଯିବ। ଆପଣ କିଛି ଜିନିଷ ଜାଣିନଥିବେ, ଆପଣ ତାକୁ କହିଦେଲେ କିଛି ଜିନିଷ, ତୋର ଆଜି ଯାଉଛ ଭଲ ମିଳିବ ରେ, ଆଜି ଯାଉଛ କାମରେ ସକ୍ସେସ୍ ହବ, ଆପଣ ଏତିକି କହିଦେଲେ ମଧ୍ୟ ଆପଣ କିଛି ଜିନିଷ ଜାଣିନାହାନ୍ତି, କିନ୍ତୁ ଯେହେତୁ ଆପଣ ଭଲ ସମୟ ଚାଲିଛି, ଆପଣ ଯାହା କହିଦେ ଆପଣ କଥାଟା ମଧ୍ୟ ସେ ଫଳିଯିବ, ସେ ଯାଇଥିବ ଯୋଉ କାମରେ ସେଟା ସକ୍ସେସ୍ ହେଇପାରିବ। କାହିଁକି ନା ଆପଣ ସେଇଟା ପ୍ଲାନେଟରୀ ମୁଭ ଗୋଚର ଭଲ ଚାଲିଛି ସେଇ ଟାଇମରେ। ତେଣୁ ଆପଣ ବିଶ୍ୱାସ କରନ୍ତୁ କି ନ କରନ୍ତୁ, କିନ୍ତୁ ଇଏ ଆପଣଙ୍କ ଲାଇଫ ଉପରେ ଇଫେକ୍ଟ କରିବ। ଯଦି ଆପଣ ଯଦି ଜାଣିକିରି ଯଦି କିଛି ତାର ବିଚାର କରୁଛନ୍ତି, ତାହେଲେ ସେ ଜାଗାରେ କଣ ହବ ନା, ଟ୍ରେଡିଂ ଜାଗାରେ ଆପଣଙ୍କୁ ସକ୍ସେସ୍ ମିଳିବ। କିନ୍ତୁ ସବୁରୁ ମୂଳେ ଗୋଟେ ଜିନିଷ କହିଲି ଭାଇ, ଲର୍ଣ୍ଣିଂ ଆଣ୍ଡ ଡିସିପ୍ଲିନ ନାହିଁ ମିନ୍ସ ଆପଣ କିଛି ହବନି। କିନ୍ତୁ କିଛି ଲୋକ କଣ କରନ୍ତି, ସଫଳତା ବିନା ନଲେଜ ବିନା ଇଏରେ ସକ୍ସେସ୍ ପାଇ ଚାଲନ୍ତି। କାହିଁକି ନା, ଯେତେବେଳେ ତାଙ୍କ ରାହୁ ହେଲେ କଣ ଭାଇ, ଗ୍ୟାମ୍ବଲିଂ ରେ ଆପଣ ସକ୍ସେସ୍ ଦେବେ, ରାହୁ 4 ନମ୍ବର। ତେଣୁ ରାହୁ ଯେତେବେଳେ ଆପଣଙ୍କର ଭଲ ପୋଜିସନରେ ଥିବେ, ଭଲ ପୋଜିସନରେ ଆପଣଙ୍କ ଯୋଉ ସମୟ ଚାଲିଛି ସେଇ ଟାଇମରେ ରାହୁ ଯଦି ଭଲ ପୋଜିସନରେ ଅଛନ୍ତି, ସେ କଣ କରେ, ଯାହା କରେ ସେ ବଢେଇ ଦେଇଯିବେ। ଯାହା ଚାଲିଛି ଆପଣ ବଢେଇ ଦେବେ, ଲସ୍ ହଉଥିଲେ ବଡ ଲସ୍ ହବ, ପ୍ରଫିଟ ହଉଥିଲେ ବଡ ବଡ ପ୍ରଫିଟ କରିଦେବେ। ତେଣୁ ଯେତେବେଳେ ରାହୁ ଯେତେବେଳେ ଭଲ ଅବସ୍ଥାରେ ଚାଲିଥିବେ, ଆପଣଙ୍କର ଭଲ ଯୁଗରେ ଥିବେ, ଭଲ ଘରେ ସେଇ ଟାଇମରେ ଆପଣଙ୍କର ଥିବେ, ସେଇ ଟାଇମରେ ତାହେଲେ ସେ କଣ କରିବେ, ଆପଣ ଜାଣନ୍ତୁ ନ ଜାଣନ୍ତୁ ଆଜି ପଇସା ଲଗେଇଲେ 1000 2000 5000 ଲକ୍ଷ 2 ଲକ୍ଷ, 5000 ଲଗେଇତେ 5000 ଲଗେଇକିରି ମଧ୍ୟ 1 ଲାଖ ମଧ୍ୟ ପ୍ରଫିଟ ହେଇଯାଇପାରିବ। କାହିଁକି ନା ଗ୍ୟାମ୍ବଲିଂ ରେ କାମ ଦେଲା ଆପଣଙ୍କୁ, ଯେହେତୁ ଭଲ ପ୍ଲାନିଂ ଆପଣ ଗ୍ୟାମ୍ବଲିଂ ହିସାବରେ କାମ କଲେ, ଏଠି ସକ୍ସେସ୍ ପାଇଗଲେ। କିନ୍ତୁ ଏ ସକ୍ସେସ୍ ସବୁଦିନ ରହିବନି, ଯେତେବେଳେ ରାହୁଙ୍କର ଯେତେବେଳେ କକ୍ଷ ଚେଞ୍ଜ ହେଇଯିବ, ଗୃହ ଯେତେବେଳେ ଚେଞ୍ଜ ହେଇଯିବ, ଭାବ ଯେତେବେଳେ ଚେଞ୍ଜ ହେଇଯିବ, ଯାହା ପଇସା ଇନକମ କରିଥିବେ ସେ ଉଡେଇଦେବେ। 2 ମାସ 3 ମାସରେ ଆପଣ 5 ଲକ୍ଷ ଇନକମ କରିଥିବେ, ଯେତେବେଳେ ପ୍ଲାନେଟରୀ ମୁଭ ଚେଞ୍ଜ ହେଇଗଲା 2 ଦିନରେ ଆପଣ 5 ଲକ୍ଷ ଉଡେଇଦେବେ। ତେଣୁ କିଛି ଲୋକ ଦାବା କରନ୍ତି ନା, ମୁଁ କିଛି ଜିନିଷ ନଲେଜ ଜାଣିନି, କିଛି କରିନି, କିଛି ରୁଲ ଫଲୋ କରିନି, ମୁଁ ବର୍ତ୍ତମାନ ଫିର ବି ମାର୍କେଟରେ ସକ୍ସେସ୍, 5 ବର୍ଷ ହେଲାଣି ମାର୍କେଟରେ ସକ୍ସେସ୍ ହେଇକି ଅଛି, 10 ବର୍ଷ ହେଲାଣି ସକ୍ସେସ୍ ହେଇକି ଅଛି। 5 ବର୍ଷ 10 ବର୍ଷ କେବେ ଏମିତି କଥା କହିବେନି, ଯିଏ କହିବେ ବର୍ଷିକା 2 ବର୍ଷ କଥା କହିବେ। 5 ବର୍ଷ 10 ବର୍ଷ ସେ ନଲେଜ ତାଙ୍କ ପାଖରେ ଅଛି, ଡିସିପ୍ଲିନ ଅଛି, ଯେ ସକ୍ସେସ୍ ଲଙ୍ଗ ଟର୍ମ ଯେ ସଫଳ ପାଉଛନ୍ତି, 5 ବର୍ଷ ହେଲାଣି ପାଉଛନ୍ତି, ତାଙ୍କ ନଲେଜ ଅଛି, ଡିସିପ୍ଲିନ ଅଛି, ଯେ ପ୍ରପରଲି ଫଲୋ କରୁଛନ୍ତି, ସେ ସକ୍ସେସ୍ ବି ଅଛନ୍ତି। ଯିଏ କିନ୍ତୁ ବର୍ଷିକା 2 ବର୍ଷ ସକ୍ସେସ୍ ହେଇଛନ୍ତି, 6 ମାସ ସକ୍ସେସ୍ ହେଇଛନ୍ତି, ମୁଁ କିଛି ଜିନିଷ ଜାଣିନି, ଏସବୁ ଜିନିଷ କରି ସକ୍ସେସ୍ ଅଛି, ତ ତାଙ୍କର ପ୍ଲାନେଟରୀ ମୁଭ ଭଲ ଅଛି,
ତେଣୁ ସେଇ ଟାଇମରେ ମାନେ ଭଲ ସ୍ଥିତିରେ ସବୁ ଗ୍ରହ ଭଲ ସ୍ଥିତିରେ ଅଛନ୍ତି, ସେଥିପାଇଁ ସେ ସକ୍ସେସ୍ ପାଇ ଚାଲିଛନ୍ତି। ତ ସେଇଟା ତାଙ୍କ ପାଇଁ ପରମାନେଣ୍ଟ ନୁହେଁ। ପରମାନେଣ୍ଟ ଆପଣଙ୍କୁ ସକ୍ସେସ୍ ହେବା ପାଇଁ ହେଲେ ଆପଣ ପାଖେ ଲର୍ଣ୍ଣିଂ ଆଉ ଡିସିପ୍ଲିନ ଇଏ ଦିଟା ଜିନିଷ ନିହାତି ରହିବା ଦରକାର। ଇନ୍ ଆଡିସନ ଟୁ ଦିସ୍ ଆପଣ ଆଉ ଯୋଉ ଜିନିଷ ଆଜି ଆମେ ଡିସ୍କସନ କଲେ ତାକୁ ଯଦି ଆପଣ ଫଲୋ କରୁଛନ୍ତି, ଫଲୋ କଲେ ବେଟର ସକ୍ସେସ୍ ପାଇବେ। ଯଦି ଫଲୋ ନ କରୁଛନ୍ତି ତାହେଲେ ସକ୍ସେସ୍ ପାଇବେନି। ମିଳିବ କିନ୍ତୁ ଯୋଉ ରେଟରେ ଆପଣଙ୍କୁ ପରିଶ୍ରମ ଥିବ ସେଇ ରେଟରେ ସକ୍ସେସ୍ ମିଳିବନି। ଯଦି ଏଇ ଛୋଟ ଛୋଟ ଜିନିଷ ଆପଣ ଯଦି କରେକ୍ସନ କରିଦେବେ, ଯେମିତି କହିଲେ ବାସ୍ତବରେ ଯୋଉ ଜିନିଷ କହିଲି, ଆପଣ ଟିକେ ଯଦି ନିଜେ କେୟାର ନେବେ, ଟିକେ ଟିକେ କରେକ୍ସନ କରିଦେବେ, ତାହେଲେ ଆପଣଙ୍କ ସକ୍ସେସ୍ ରେଟଟା ବଢିଯିବ। ଆଉ କାହାର କିଛି କହିବାର ଅଛି କୁହନ୍ତୁ। ୟେସ୍, ଆଉ କିଏ କିଛି କହିବା ପାଇଁ ଚାହାନ୍ତି? ସୁରେନ୍ଦ୍ର ସାର୍ ଅଛନ୍ତି ଆପଣ? ପ୍ରିୟ ସାର୍? ଆଜ୍ଞା। ତ ଯୋଉ ଜିନିଷ କୁହାଗଲା, ଲର୍ଣ୍ଣିଂ ସହିତ ଏ ଜିନିଷ ଛୋଟ ଛୋଟ ଜିନିଷ ଟିକେ ଫଲୋ କରନ୍ତୁ, ତ ନିଶ୍ଚୟ ସକ୍ସେସ୍ ଆସିବ। କିନ୍ତୁ ସବୁଠୁ ସାର୍ ଏଇଟା ବି ସାଇକୋଲୋଜିଷ୍ଟ କାମ କରିବ, ଭଲ ଜିନିଷଟା ଆପଣ ଏଗୁলো ପ୍ୟାଟର୍ନ ଦେଇପାରିବେ। ଆଜ୍ଞା, ଇଏ ପୁରା ସବୁ ଜିନିଷ ହେଲା ପରେ ଇଏ ଭାଇ ସବୁ ସାଇକୋଲୋଜିର ହିଁ ଖେଳ। ଆଜ୍ଞା ସାର୍। ये ସବୁ ମାର୍କେଟଟା ହିଁ ସାଇକୋଲୋଜିର ଖେଳ। ଯିଏ ସାଇକୋଲୋଜି କି ଯେତେ ଷ୍ଟ୍ରଙ୍ଗ କରିପାରିଲା, ଇଏ ମାର୍କେଟରେ ସକ୍ସେସ୍ ହେଇପାରିବ। ସାର୍ ଏଇଟା ପୁରା ହେଲ୍ପ ହବ ସାଇକୋଲୋଜି ବିଲ୍ଡଅପ୍ ପାଇଁ, ଭଲ ପୁରା ହେଲ୍ପ ହବ। ଆଜ୍ଞା, ଆଉ କାହାର କିଛି କହିବାର ଅଛି? ନାଇଁ? ଓକେ ଦେନ୍। ତ ଯୋଉମାନେ ଯାହା ଆପଣ ଦେଖିଲେ, ଜାଣିଲେ, ସବୁ ଜିନିଷ କଲେ, ତ ଚେଷ୍ଟା କରନ୍ତୁ ଏଇ ସବୁ ଜିନିଷ ଆପଣଙ୍କ ଡେଟ୍ ଅଫ ବାର୍ଥ ଯଦି ଆପଣ ଜାଣିଲେ, ରୁଟ୍ ନମ୍ବର ଆପଣ ସବୁ ଜାଣିଲେ, ତେଣୁ କୋଉ କୋଉ ଜାଗାରେ ଆପଣ କଣ କରିବା କଥା ଟିକେ କରନ୍ତୁ। ଲର୍ଣ୍ଣିଂ ଉପରେ ଫୋକସ କରନ୍ତୁ, ଲର୍ଣ୍ଣିଂ ସହିତ ଡିସିପ୍ଲିନ ଉପରେ ଆହୁରି ଅଧିକା ଫୋକସ କରନ୍ତୁ। ଆଉ ଏଇ ଯୋଉ ବାସ୍ତବରେ ଛୋଟ ଛୋଟ ଜିନିଷ ଯୋଉ କୁହା ହେଲା, ତାକୁ ଯଦି ଆପଣ ଫଲୋ କରିବେ, ତାହେଲେ ଲାଇଫରେ ଆଗକୁ ବଢିବାରେ ଏସବୁ ଜିନିଷ ଆପଣଙ୍କୁ ସାହାଯ୍ୟ କରିବ। ଓକେ ଦେନ୍, ଆଜି ପାଇଁ ଏତିକି। ନେକ୍ସଟ କ୍ଲାସ୍ କାଲି ଅଛି। ଗୁଡ୍ ନମସ୍କାର। ନାଇଟ୍, ନମସ୍କାର, ଗୁଡ୍ ନାଇଟ୍, ଜୟ ଜଗନ୍ନାଥ।